ଯେଉଁମାନେ ମରିଯାଇଛନ୍ତି ସେମାନଙ୍କ ପାଇଁ ଶୋକ କରିବା ଭୁଲ, କାରଣ ମୃତ ପ୍ରାଣୀମାନଙ୍କୁ ନିମନ୍ତେ ଯେଉଁ ଶୋକ କରିବାରୁ ସେମାନଙ୍କୁ ଦୁଃଖ ଭୋଗିବାକୁ ପଡ଼େ। ମୋ ଶରୀରର ଅଙ୍ଗ ଶିଥିଳ ହୋଇ ପଡ଼ୁଛି, ପାଟି ଶୁଖି ଯାଉଛି। ଏସବୁ ବିକାର ସୃଷ୍ଟିର ମୂଳ କାରଣ ହେଉଛି ନିଜକୁ ଶରୀର ସହିତ ଏକ ମାନିବା। କାରଣ ନିଜକୁ ଶରୀର ସହିତ ଏକ ମାନିବାରୁ ଶରୀରର ପାଳନପୋଷଣକାରୀଙ୍କ ସହିତ ଆତ୍ମୀୟତା ହୋଇଯାଏ ଏବଂ ସେ ଆତ୍ମୀୟତା ଯୋଗୁଁ କୁଟୁମ୍ବ ଲୋକଙ୍କ ମରଣ ଆଶଙ୍କାରୁ ଅର୍ଜୁନଙ୍କ ମନରେ ଚିନ୍ତା ଓ ଶୋକ ହେଉଛି। ଚିନ୍ତା ଓ ଶୋକରୁ ହିଁ ଅର୍ଜୁନଙ୍କ ଶରୀରରେ ଉପଯୁକ୍ତ ବିକାର ପ୍ରକାଶ ପାଉଛି। ଏଥିରେ ଭଗବାନ ଏହାକୁ ଶୋକର କାରଣ ବୋଲି କହିଛନ୍ତି। ଯେଉଁମାନଙ୍କ ପ୍ରାଣ ଚାଲିଯାଇଛି ସେମାନେ ଗତାଶୂନ୍ୟ ଓ ଯେଉଁମାନଙ୍କ ପ୍ରାଣ ଯାଇନାହିଁ ସେମାନେ ଅଗତାଶୂନ୍ୟ ଅଟନ୍ତି। ପିଣ୍ଡ ଜଳ ନ ମିଳିଲେ ପିତୃପୁରୁଷଙ୍କ ପତନ ହୁଏ। ଏ ଅର୍ଜୁନଙ୍କର ଚିନ୍ତା ଏବଂ ଯାହା ପାଇଁ ଆମେ ରାଜ୍ୟ, ଭୋଗ ଓ ସୁଖ ଚାହୁଁଛୁ ସେମାନେ ପ୍ରାଣ ଓ ଧନ ଆଶା ଛାଡ଼ି ଯୁଦ୍ଧରେ ଠିଆ ହୋଇଛନ୍ତି। ଏ ଅର୍ଜୁନଙ୍କର ଚିନ୍ତା। ଏ ଦୁଇଟି ଯାକ ଚିନ୍ତା ଶରୀରକୁ ନେଇ ହେଉଛି। ଅତଏବ ଏ ଦୁଇଟି ଚିନ୍ତା ବସ୍ତୁତଃ ଏକ, କାରଣ ଏ ଦୁହେଁ ନାଶବାନ ଅଟନ୍ତି। ଏ ଦୁହିଁଙ୍କ ପାଇଁ କର୍ତ୍ତବ୍ୟ କର୍ମ କରିବା ଚିନ୍ତାର ବିଷୟ ନୁହେଁ। ଯେଉଁମାନେ ଚାଲିଯାଇଛନ୍ତି ସେମାନଙ୍କ ପାଇଁ ପିଣ୍ଡ ପାଣି ଦେବା, ଶ୍ରାଦ୍ଧତର୍ପଣ କରିବା ହେଉଛି କର୍ତ୍ତବ୍ୟ ଏବଂ ଅନ୍ୟମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରିବା ଓ ନିର୍ବାହର ବ୍ୟବସ୍ଥା କରିବା ହେଉଛି କର୍ତ୍ତବ୍ୟ। କର୍ତ୍ତବ୍ୟ ଚିନ୍ତାର ବିଷୟ ନୁହେଁ, ବରଂ ତାହା ବିଚାରର ବିଷୟ। ବିଚାର ଦ୍ୱାରା କର୍ତ୍ତବ୍ୟ ଜ୍ଞାନ ସ୍ଥିର ହୁଏ, ମାତ୍ର ଚିନ୍ତାରେ ବିଚାର ନଷ୍ଟ ହୋଇଯାଏ। ସତ୍ ଓ ଅସତ୍ ସମ୍ବନ୍ଧୀୟ ବିବେକବତୀ ବୁଦ୍ଧିର ନାମ ପଣ୍ଡା। ଯାହାଙ୍କର ସେ ପଣ୍ଡା ବିକଶିତ ହୋଇଛି ଓ ସତ୍ ଅସତରେ ବିବେକ ହୋଇଯାଇଛି ସେମାନେ ପଣ୍ଡିତ। ସତ୍ ଓ ଅସତ୍ ବିଷୟରେ ଏପରି ପଣ୍ଡିତମାନେ ଶୋକ କରନ୍ତି ନାହିଁ, କାରଣ ସତ୍କୁ ସତ୍ ମାନିଲେ ଶୋକ ହୁଏ ନାହିଁ କି ଅସତ୍କୁ ଅସତ୍ ମାନିଲେ ବି ଶୋକ ହୁଏ ନାହିଁ। ସ୍ୱୟଂ ଅର୍ଥାତ୍ ଆତ୍ମା ସତ୍ ସ୍ୱରୂପ ଏବଂ ପରିବର୍ତ୍ତନଶୀଳ, ଶରୀର ଅସତ୍ ସ୍ୱରୂପ। ଅସତ୍କୁ ସତ୍ ମାନି ନେବାରୁ ହିଁ ଶୋକ ହୁଏ, ଅର୍ଥାତ୍ ଶରୀର ଏହିପରି ରହିଥାଉ, ମରି ନ ଯାଉ, ଏ କଥାକୁ ନେଇ ଶୋକ ହୁଏ। ସତ୍କୁ ନେଇ କେବେ ଚିନ୍ତା ଓ ଶୋକ ହୁଏ ନାହିଁ। ଶରୀର ଓ ଶରୀରଧାରୀ ପୃଥକ୍ ପୃଥକ୍। ଦୁହିଁଙ୍କ ମଧ୍ୟରୁ ଗୋଟିଏଟିର ଅନ୍ୟଟି ସହିତ ଆଦୌ ସମ୍ବନ୍ଧ ନାହିଁ। ଉଭୟଙ୍କର ସ୍ୱଭାବ ପୃଥକ୍ ପୃଥକ୍। ଗୋଟିଏ ଜଡ଼ ଓ ଅନ୍ୟଟି ଚେତନ। ଗୋଟିଏ ନାଶବାନ ଓ ଅନ୍ୟଟି ଅବିନାଶୀ। ଗୋଟିଏ ବିକାରୀ ଓ ଅନ୍ୟଟି ନିର୍ବିକାର। ଗୋଟିକର ପ୍ରତିକ୍ଷଣ ପରିବର୍ତ୍ତନ ହୁଏ, ଅନ୍ୟଟି ଅନନ୍ତ କାଳ ପର୍ଯ୍ୟନ୍ତ ଯଥାବତ୍ ରହିଥାଏ। ଶରୀର ଓ ଶରୀର ଏ ଦୁଇଟି ଯାକ ଅସତ୍ୟ। ଶରୀର ନିରନ୍ତର ବିନାଶ ହେଉଥିବାରୁ ତା ପାଇଁ ଶୋକ କରିବା ଅନୁଚିତ। କେବଳ ମୂର୍ଖତା ଯୋଗୁଁ ହିଁ ତାହା ହୁଏ। ଶରୀରରେ ନିରନ୍ତର ସହଜ ନିବୃତ୍ତି ହେଉଛି ଏବଂ ଶରୀର ନିରନ୍ତର ମୃତ୍ୟୁକୁ ପ୍ରାପ୍ତ। ଶରୀର ଓ ଶରୀର ଏହି ପାର୍ଥକ୍ୟକୁ ଜାଣିଥିବା ବିବେକୀ ମନୁଷ୍ୟ ମୃତ ବା ଜୀବିତ କୌଣସି ପ୍ରାଣୀ ପାଇଁ କେବେ ଶୋକ କରନ୍ତି ନାହିଁ। ତାଙ୍କ ଦୃଷ୍ଟିରେ ପରିବର୍ତ୍ତନଶୀଳ ସଂସାରର ବିଭାଗ ପୃଥକ୍ ବା ଅପରିବର୍ତ୍ତନୀୟ। ଶରୀର ତଥା ସ୍ୱରୂପର ସତ୍ତା ଅର୍ଥାତ୍ ବିଭାଗ ପୃଥକ୍ ଅଟେ। ଗୀତାର ଉପଦେଶ ଶରୀର ଓ ଶରୀରର ପ୍ରମାଦରୁ ଆରମ୍ଭ ହୋଇଛି। ଅନ୍ୟ ଦାର୍ଶନିକ ଗ୍ରନ୍ଥ ତ ଆତ୍ମା ଓ ଅନାତ୍ମାକୁ ଇଦମ ରୂପେ ବର୍ଣ୍ଣନା କରନ୍ତି, କିନ୍ତୁ ଗୀତା ଇଦମ ରୂପେ ଆତ୍ମା ଓ ଅନାତ୍ମାର ବର୍ଣ୍ଣନା ନ କରି ସମସ୍ତଙ୍କ ଅନୁଭବର ଅନୁରୂପ ଦେହୀ ଶରୀରର ଦର୍ଶନ ବର୍ଣ୍ଣନା କରେ। ଏହା ଗୀତାର ବିଶେଷତ୍ୱ। ନିଜର କଲ୍ୟାଣ ଚାହୁଁଥିବା ସାଧକ ପାଇଁ ସ୍ୱଭାବତଃ ମୁଁ କିଏ ଏହା ଜାଣିବା ଆବଶ୍ୟକ। ଅର୍ଜୁନ ମଧ୍ୟ ନିଜର କଲ୍ୟାଣର ଉପାୟ ପଚାରିଛନ୍ତି। ଦେହ ଓ ଦେହୀର ପ୍ରଭେଦ ସ୍ୱୀକାର କଲେ ହିଁ କଲ୍ୟାଣ ହେବା ସମ୍ଭବ। ଯେପର୍ଯ୍ୟନ୍ତ ମୁଁ ଦେହ ଅଟେ ଏହି ଭାବନା ରହିବ, ସେ ପର୍ଯ୍ୟନ୍ତ ଯେତେ ଉପଦେଶ ଶୁଣାଇଲେ ମଧ୍ୟ ଓ ସାଧନା କଲେ ମଧ୍ୟ କଲ୍ୟାଣ ହେବା ସମ୍ଭବ ନୁହେଁ। କୌଣସି କାଳରେ ମୁଁ ନଥିଲି, ତୁମେ ନଥିଲ, ତଥା ରାଜାମାନେ ଯେ ନଥିଲେ ଏକଥା ନୁହେଁ ଏବଂ ଏହାପରେ ଅର୍ଥାତ୍ ଭବିଷ୍ୟତରେ ଯେ ଆମେ ଅର୍ଥାତ୍ ମୁଁ, ତୁମେ ଓ ଅନ୍ୟ ରାଜାମାନେ ସମସ୍ତେ ରହିବା ନାହିଁ ଏକଥା ବି ନୁହେଁ। ସଂସାରରେ କେବଳ ଦୁଇଟି ଜିନିଷ ରହିଛି, ଶରୀର ଓ ଶରୀର। ଏ ଦୁଇଟି ଯାକ ଅସତ୍ୟ, ଅର୍ଥାତ୍ ଶରୀରରେ ଯେ ରହେ ତା ପାଇଁ ଶୋକ ହୋଇନପାରେ ଏବଂ ଶରୀର ପାଇଁ ମଧ୍ୟ ଶୋକ ହୋଇନପାରେ, କାରଣ ଶରୀରର କେବେ ଅଭାବ ହୁଏ ନାହିଁ ଏବଂ ଶରୀର କେବେ ସ୍ଥାୟୀ ହୋଇ ରହିପାରେ ନାହିଁ। ଏ ଦୁଇଟି ପାଇଁ ଶୋକ କରିବା ଅନୁଚିତ, କାରଣ ଏ ଦୁଇଟି ହେଉଛନ୍ତି ଅନିତ୍ୟ। ଏବେ ଶରୀରର ନିତ୍ୟତା ଓ ଶରୀରର ଅନିତ୍ୟତା ରୂପେ ବ୍ୟାଖ୍ୟା କରୁଛନ୍ତି। ଲୋକଙ୍କ ଦୃଷ୍ଟିରେ ମୁଁ ଯେପର୍ଯ୍ୟନ୍ତ ଅବତାର ନେଇ ନଥିଲି ସେପର୍ଯ୍ୟନ୍ତ ମୁଁ ଏହି ରୂପରେ ଅର୍ଥାତ୍ କୃଷ୍ଣ ରୂପରେ ସମସ୍ତଙ୍କ ସମ୍ମୁଖରେ ପ୍ରକଟ ନଥିଲି ଏବଂ ତୁମର ଯେପର୍ଯ୍ୟନ୍ତ ଜନ୍ମ ହୋଇନଥିଲା ସେପର୍ଯ୍ୟନ୍ତ ତୁମେ ବି ଏହି ରୂପରେ ଅର୍ଥାତ୍ ଅର୍ଜୁନ ରୂପରେ ସମସ୍ତଙ୍କ ସମ୍ମୁଖରେ ପ୍ରକଟ ହୋଇନଥିଲ, ତଥା ରାଜାମାନେ ମଧ୍ୟ ଯେପର୍ଯ୍ୟନ୍ତ ଜନ୍ମ ହୋଇନଥିଲେ ସେପର୍ଯ୍ୟନ୍ତ ସେମାନେ ଏହି ରୂପରେ ସମସ୍ତଙ୍କ ସମ୍ମୁଖରେ ପ୍ରକଟ ହୋଇନଥିଲେ। କିନ୍ତୁ ମୁଁ, ତୁମେ ଓ ଅନ୍ୟ ରାଜାମାନେ ଏହି ରୂପରେ ପ୍ରକଟ ନ ହୋଇଥିଲେ ମଧ୍ୟ ପ୍ରଥମରୁ ଯେ ନଥିଲେ ଏକଥା ନୁହେଁ। ଏଠାରେ ଏତିକି କହିଥିଲେ ଚଳିଥାନ୍ତା ଯେ ମୁଁ, ତୁମେ ଏବଂ ରାଜାମାନେ ପ୍ରଥମରୁ ଥିଲେ, କିନ୍ତୁ ଏପରି ନ କହି ମୁଁ, ତୁମେ ଏବଂ ରାଜାମାନେ ଯେ ନଥିଲେ ଏକଥା ନୁହେଁ ଏପରି କୁହାଯାଇଛି। ଏହାର କାରଣ ହେଉଛି ପ୍ରଥମେ ନଥିଲେ ଏକଥା ନୁହେଁ। ଏହା କହିବାର
ଏହା କହିବାରୁ ପ୍ରଥମେ ଆମେ ନିଶ୍ଚୟ ଥିଲେ ଏକଥା ଦୃଢ଼ ହୋଇଯାଉଛି। ତାତ୍ପର୍ଯ୍ୟ ହେଲା ନିତ୍ୟ ତତ୍ତ୍ୱ ସର୍ବଦା ନିତ୍ୟ, ଏହାର କେବେ ଅଭାବ ନଥିଲା। କହିବାର ତାତ୍ପର୍ଯ୍ୟ ହେଉଛି ଯେ ଭୂତ ଭବିଷ୍ୟତ ବର୍ତ୍ତମାନ କାଳରେ ତଥା କୌଣସି ଦେଶ ପରିସ୍ଥିତି ଅବସ୍ଥା ଘଟଣା ବସ୍ତୁ ଇତ୍ୟାଦିରେ ନିତ୍ୟ ତତ୍ତ୍ୱର ଅଭାବ ତିଳେ ମାତ୍ରେ ବି ହୋଇ ନପାରେ। ଏଠାରେ ଅହମ୍ ପଦ ବ୍ୟବହାର କରି ଭଗବାନ ଗୋଟିଏ ବିଶେଷ କଥା କହିଛନ୍ତି। ଆଗାମୀ ଚତୁର୍ଥ ଅଧ୍ୟାୟର ପଞ୍ଚମ ଶ୍ଲୋକରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି, ମୋର ମୁଁ ତୁମର ବହୁତ ଜନ୍ମ ହୋଇସାରିଛି, ସେସବୁକୁ ମୁଁ ଜାଣେ କିନ୍ତୁ ତୁମେ ଜାଣ ନାହିଁ। ଏଭଳି ଭଗବାନ ନିଜର ଈଶ୍ୱରତ୍ୱ ପ୍ରକଟ କରି ଜୀବମାନଙ୍କଠାରୁ ନିଜକୁ ଭିନ୍ନ ବୋଲି କହିଛନ୍ତି। ମାତ୍ର ଏଠାରେ ଭଗବାନ ଜୀବମାନଙ୍କ ସହିତ ନିଜର ଏକତ୍ୱ ଦର୍ଶାଉଛନ୍ତି। ତାତ୍ପର୍ଯ୍ୟ ହେଉଛି ସେଠାରେ ସେ ନିଜର ମହତ୍ତ୍ୱ ବିଶେଷ ପ୍ରକଟ କରିବା ଥିଲା ଭଗବାନଙ୍କର ଅଭିପ୍ରାୟ, ଏବଂ ଏଠାରେ ତାତ୍ତ୍ୱିକ ଦୃଷ୍ଟିରୁ ନିତ୍ୟ ତତ୍ତ୍ୱକୁ ଜଣାଇବା ହେଉଛି ଭଗବାନଙ୍କର ଅଭିପ୍ରାୟ। ଶରୀରମାନଙ୍କର ଅବସ୍ଥା ଭବିଷ୍ୟତ ରହିବ ନାହିଁ ଏବଂ ଏ ଶରୀରମାନେ ମଧ୍ୟ ନିଦିନ ରହିବ ନାହିଁ। ଏହା ସତ୍ତ୍ୱେ ଆମେ ଯେ ସବୁ ରହିବା ନାହିଁ ତାହା ନୁହେଁ, ଅର୍ଥାତ୍ ଆମେ ଅବଶ୍ୟ ରହିବା, କାରଣ ନିତ୍ୟ ତତ୍ତ୍ୱର କେବେ ଅଭାବ ନଥିଲା କି ହେବ ନାହିଁ ମଧ୍ୟ। ମୁଁ ତୁମେ ଓ ରାଜାମାନେ ଯେ ପ୍ରଥମେ ନଥିଲେ ଏକଥା ନୁହେଁ ଏବଂ ଆଗକୁ ଯେ ରହିବ ନାହିଁ ଏକଥା ବି ନୁହେଁ। ଏଭଳି ଭୂତ ଭବିଷ୍ୟତ କଥା ତ ଭଗବାନ କହିଦେଲେ, ମାତ୍ର ବର୍ତ୍ତମାନ କଥା କହିଲେ ନାହିଁ। ଏହାର କାରଣ ଶରୀର ଦୃଷ୍ଟିରୁ ଆମେ ସବୁ ବର୍ତ୍ତମାନ ପ୍ରତ୍ୟକ୍ଷ ଦିଶୁଛୁ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଆମେ ସବୁ ବର୍ତ୍ତମାନ ଯେ ନାହୁଁ ଏକଥା ନୁହେଁ, ଏପରି କହିବାର ଆବଶ୍ୟକତା ନାହିଁ। ତାତ୍ତ୍ୱିକ ଦୃଷ୍ଟିରୁ ଦେଖିଲେ ଆମେ ସବୁ ବର୍ତ୍ତମାନରେ ଅଛୁ ଏବଂ ଶରୀର ପ୍ରତିକ୍ଷଣ ବଦଳୁଛି। ଏପରି ଶରୀରଠାରୁ ଭିନ୍ନତାର ଅନୁଭବ ଆମକୁ ବର୍ତ୍ତମାନରୁ ହିଁ କରିନେବା ଉଚିତ। ତାତ୍ପର୍ଯ୍ୟ ହେଉଛି ଯେପରି ଭୂତ ଭବିଷ୍ୟତରେ ନିଜ ସତ୍ତାର ଅଭାବ ହୁଏ ନାହିଁ, ସେପରି ବର୍ତ୍ତମାନରେ ମଧ୍ୟ ନିଜର ସତ୍ତାର ଅଭାବ ହୁଏ ନାହିଁ। ଏକଥା ଅନୁଭବ କରିବା ଉଚିତ। ପ୍ରତ୍ୟେକ ପ୍ରାଣୀକୁ ନିଦ୍ରା ଯିବା ପୂର୍ବରୁ ଅନୁଭବ ହୁଏ ଯେ ଏବେ ମୁଁ ଅଛି ଏବଂ ନିଦ୍ରା ଭାଙ୍ଗିବା ପରେ ବି ଅନୁଭବ ହୁଏ ଯେ ଏବେ ମୁଁ ଅଛି। ତେବେ ନିଦ୍ରାବସ୍ଥାରେ ମଧ୍ୟ ଆମେ ଯଥାବତ୍ ଥିଲେ, କେବଳ ବାହ୍ୟ ଜ୍ଞାନ ସାମଗ୍ରୀର ଅଭାବ ଥିଲା, ଆମର ଅଭାବ ନଥିଲା। ଠିକ୍ ସେପରି ମୋର ତୁମର ଓ ରାଜାମାନଙ୍କର ଏ ଶରୀର ପ୍ରଥମରୁ ନଥିଲା କି ପରେ ବି ରହିବ ନାହିଁ, ତଥା ଏବେ ବି ଶରୀର ପ୍ରତିକ୍ଷଣ ବିନାଶ ଆଡ଼କୁ ଯାଉଛି, କିନ୍ତୁ ଆମର ସତ୍ତା ପ୍ରଥମରୁ ଥିଲା, ପରେ ରହିବ ଏବଂ ଏବେ ବି ଯଥାବତ୍ ରହିଛି। ଆମର ସତ୍ତା କାଳାତୀତ ତତ୍ତ୍ୱ, କାରଣ ଆମେ ସେହି କାଳର ମଧ୍ୟ ଜ୍ଞାତ, ଅର୍ଥାତ୍ ଭୂତ ଭବିଷ୍ୟତ ବର୍ତ୍ତମାନ ଆମ ଜ୍ଞାନର ଅନ୍ତର୍ଗତ। ସେହି କାଳାତୀତ ତତ୍ତ୍ୱକୁ ବୁଝାଇବା ନିମନ୍ତେ ଭଗବାନ ଏହି ଶ୍ଲୋକଟି କହିଛନ୍ତି। ଦେହଧାରୀଙ୍କର ମନୁଷ୍ୟ ଶରୀରରେ ଯେପରି ବାଲ୍ୟାବସ୍ଥା ଯୁବାବସ୍ଥା ବୃଦ୍ଧାବସ୍ଥା ଆସେ, ଶରୀରର ପ୍ରାପ୍ତି ସେହିପରି ହୁଏ, ଅନ୍ୟ ଶରୀରର ପ୍ରାପ୍ତି ସେହିପରି ହୁଏ। ସେଥିରେ ଧୀର ମନୁଷ୍ୟ ମୋହିତ ହୁଏ ନାହିଁ। ଶରୀରଧାରୀଙ୍କର ଶରୀରରେ ପ୍ରଥମେ ବାଲ୍ୟାବସ୍ଥା, ତାପରେ ଯୁବାବସ୍ଥା, ତାପରେ ବୃଦ୍ଧାବସ୍ଥା ଆସେ। ତାତ୍ପର୍ଯ୍ୟ ହେଉଛି ଶରୀରରେ କେବେ ହେଲେ ଗୋଟିଏ ଅବସ୍ଥା ରହେ ନାହିଁ, ସେଥିରେ ଅନୁକ୍ଷଣ ପରିବର୍ତ୍ତନ ହେଉଥାଏ। ଏଠାରେ ଶରୀରଧାରୀ ଶରୀରରେ କହିବାରୁ ପ୍ରମାଣିତ ହେଉଛି ଯେ ଶରୀର ଓ ଶରୀର ଭିନ୍ନ ଭିନ୍ନ। ଶରୀର ଦ୍ରଷ୍ଟା ଓ ଶରୀର ଦୃଶ୍ୟ। ଅତଏବ ବାଲ୍ୟାଦି ଅବସ୍ଥାରେ ଯେଉଁ ପରିବର୍ତ୍ତନ ହୁଏ ତାହା ଶରୀରରେ ହୁଏ ନାହିଁ। ଯେପରି ଶରୀରରୁ କୌମାର ଓ ଯୌବନ ଆଦି ଅବସ୍ଥା ହୁଏ, ସେପରି ଦେହାନ୍ତର ହୁଏ, ଅର୍ଥାତ୍ ଅନ୍ୟ ଶରୀର ପ୍ରାପ୍ତି ହୁଏ। ସ୍ଥୂଳ ଶରୀରରେ ବାଳକରୁ ଯୁବକ ଓ ଯୁବକରୁ ବୃଦ୍ଧ ହେଲେ ଯେପରି ଅବସ୍ଥାରେ ପରିବର୍ତ୍ତନକୁ ନେଇ କେବେ ଶୋକ ହୁଏ ନାହିଁ, ସେପରି ଗୋଟିଏ ଶରୀର ଅନ୍ୟ ଶରୀରକୁ ଗଲେ ଏଥିରେ ଶୋକ ହେବା ଅନୁଚିତ। ଯେପରି ସ୍ଥୂଳ ଶରୀର ରହିବା ସଙ୍ଗେ ସଙ୍ଗେ କୌମାର ଯୌବନ ଆଦି ଅବସ୍ଥା ଆସେ, ସେପରି ସୂକ୍ଷ୍ମ କାରଣ ଶରୀର ରହିବା ସଙ୍ଗେ ସଙ୍ଗେ ଦେହାନ୍ତର ପ୍ରାପ୍ତି ହୁଏ, ଅର୍ଥାତ୍ ବାଲ୍ୟ ଓ ଯୌବନ ଆଦି ଯେପରି ଭୂତ ଶରୀରର ଅବସ୍ଥା ସ୍ଥୂଳ ଶରୀରର ଅବସ୍ଥା, ସେହିପରି ଦେହାନ୍ତର ପ୍ରାପ୍ତି ଅର୍ଥାତ୍ ମୃତ୍ୟୁ ପରେ ଅନ୍ୟ ଶରୀର ଧାରଣା ସୂକ୍ଷ୍ମ ଓ କାରଣ ଶରୀରର ଅବସ୍ଥା। ସ୍ଥୂଳ ଶରୀର ରହିବା ସଙ୍ଗେ ସଙ୍ଗେ କୌମାର ଆଦି ଅବସ୍ଥାରେ ପରିବର୍ତ୍ତନ ହୁଏ। ଏହା ତ ସ୍ଥୂଳ ଦୃଷ୍ଟି। ସୂକ୍ଷ୍ମ ଦୃଷ୍ଟିରେ ଦେଖାଗଲେ ଅବସ୍ଥା ପରି ସ୍ଥୂଳ ଶରୀର ମଧ୍ୟ ପରିବର୍ତ୍ତନ ହେଉଥାଏ। ବାଲ୍ୟାବସ୍ଥାରେ ଯେଉଁ ଶରୀର ଥିଲା ତାହା ଯୁବାବସ୍ଥାରେ ନାହିଁ। ବାସ୍ତବରେ ଏପରି କୌଣସି କ୍ଷଣ ନାହିଁ ଯେଉଁଥିରେ ସ୍ଥୂଳ ଶରୀର ପରିବର୍ତ୍ତିତ ହେଉନାହିଁ। ସେପରି ସୂକ୍ଷ୍ମ ଓ କାରଣ ଶରୀରରେ ବି ଅନୁକ୍ଷଣ ପରିବର୍ତ୍ତନ ହେଉଛି, ଯାହାକି ଦେହାନ୍ତର ରୂପେ ଷଷ୍ଠୀ ରୂପେ ଦେଖାଯାଏ। ଏଠାରେ ବିଚାରଣ ବିଷୟ ଯେ ଆମକୁ ସ୍ଥୂଳ ଶରୀର ତ ଜ୍ଞାନ ହେଉଛି, କିନ୍ତୁ ସୂକ୍ଷ୍ମ କାରଣ ଶରୀରର ଜ୍ଞାନ ହେଉନାହିଁ। ଯଦି ସୂକ୍ଷ୍ମ କାରଣ ଶରୀରର ଜ୍ଞାନ ବି ହେଉନାହିଁ, ତେବେ ତାହାର ପରିବର୍ତ୍ତନ ଜ୍ଞାନ ହେବ କିପରି? ଏହାର ଉତ୍ତର ହେଲା, ଯେପରି ସ୍ଥୂଳ ଶରୀରର ଅବସ୍ଥାମାନଙ୍କୁ ନେଇ ସ୍ଥୂଳ ଶରୀରର ଜ୍ଞାନ ହୁଏ, ସେପରି ସୂକ୍ଷ୍ମ ଓ କାରଣ ଶରୀରର ଅବସ୍ଥାମାନଙ୍କୁ ନେଇ ସୂକ୍ଷ୍ମ ଓ କାରଣ ଶରୀରର ଜ୍ଞାନ ହୁଏ। ସ୍ଥୂଳ ଶରୀରର ଜାଗ୍ରତ ଅବସ୍ଥା, ସୂକ୍ଷ୍ମ ଶରୀରର ସ୍ୱପ୍ନ ଅବସ୍ଥା, କାରଣ ଶରୀରର ସୁଷୁପ୍ତି ଅବସ୍ଥା ହୁଏ। ବାଲ୍ୟାବସ୍ଥାରେ ମନୁଷ୍ୟ ସ୍ୱପ୍ନରେ ନିଜକୁ ବାଳକ ଦେଖେ, ଯୁବାବସ୍ଥାରେ ସ୍ୱପ୍ନରେ ଯୁବକ ଦେଖେ, ଆଉ ବୃଦ୍ଧାବସ୍ଥାରେ ସ୍ୱପ୍ନରେ ବୃଦ୍ଧ ଦେଖେ। ଏଥିରୁ ସିଦ୍ଧ ହେଲା ଯେ ସ୍ଥୂଳ ଶରୀରର ସହିତ ସୂକ୍ଷ୍ମ ଶରୀରରେ ବି ପରିବର୍ତ୍ତନ ହୁଏ। ସୁଷୁପ୍ତି ଅବସ୍ଥା ବାଲ୍ୟକାଳରେ ଅଧିକ, ଯୁବା କାଳରେ କମ୍, ଆଉ ବୃଦ୍ଧ କାଳରେ ତାଠାରୁ ମଧ୍ୟ ଆହୁରି କମ୍ ହୋଇଯାଏ। ଏଥିରୁ କାରଣ ଶରୀରର ପରିବର୍ତ୍ତନ କଥା ମଧ୍ୟ ସିଦ୍ଧ ହେଉଛି। ଦ୍ୱିତୀୟତଃ ବାଲ୍ୟାବସ୍ଥା ଓ ଯୁବାବସ୍ଥାରେ ନିଦରୁ ଉଠିବା ପରେ ଶରୀରର ଏବଂ ଇନ୍ଦ୍ରିୟର ଯେପରି ସତେଜତା ଆସେ, ସେହିପରି ସତେଜତା ବୃଦ୍ଧାବସ୍ଥାରେ ବିଶ୍ରାମ ପରେ ଆସେ ନାହିଁ, ଅର୍ଥାତ୍ ବାଲ୍ୟାବସ୍ଥା ଓ ଯୁବାବସ୍ଥା ପରେ ବୃଦ୍ଧାବସ୍ଥାରେ ବିଶ୍ରାମ ମିଳେ ନାହିଁ। ଏହି ରୂପେ ମଧ୍ୟ କାରଣ ଶରୀରର ପରିବର୍ତ୍ତନ କଥା ପ୍ରମାଣିତ ହେଉଛି। ଯାହାକୁ ଦେବତା ପଶୁ ପକ୍ଷୀ ଓ ପ୍ରଭୃତି ଅନ୍ୟାନ୍ୟ ଶରୀର ମିଳିଛି, ସେ ଶରୀରରେ ଅର୍ଥାତ୍ ଦେହାଦେଶ ଯୋଗୁଁ ତାକୁ ଅନୁଭବ ହୁଏ ଯେ ଏ ଶରୀର ହିଁ ମୁଁ। ତେବେ ଏହା ହେଲା ସୂକ୍ଷ୍ମ ଶରୀର ପରିବର୍ତ୍ତନ। ସେପରି କାରଣ ଶରୀର ସ୍ୱଭାବ ଥାଏ, ଯାହାକୁ ସ୍ଥୂଳ ଦୃଷ୍ଟିରେ ପ୍ରକୃତି ବୋଲି କହନ୍ତି।
ସେହି ପ୍ରକୃତି ଦେବତାମାନଙ୍କ ସହ ଏକ ପ୍ରକାର ଏବଂ ପଶୁପକ୍ଷୀମାନଙ୍କର ଅନ୍ୟ ପ୍ରକାରର। ଏହା ହେଲା କାରଣ ଶରୀରର ପରିବର୍ତ୍ତନ। ଯଦି ଶରୀର ତା ଦେହରେ ପରିବର୍ତ୍ତନ ହେଉଥାନ୍ତା ତାହେଲେ ଅବସ୍ଥା ବଦଳିଗଲେ ମଧ୍ୟ ମୁଁ ସେହି ଅଟେ ଏପରି ଜ୍ଞାନ ହୁଅନ୍ତା ନାହିଁ। କିନ୍ତୁ ଅବସ୍ଥା ବଦଳିବା ସତ୍ତ୍ୱେ ଏପରି ଅବସ୍ଥା ଅନୁଭବ ହୁଏ ଯେ ପ୍ରଥମେ ଯିଏ ବାଳକ ଥିଲା, ଯୁବକ ଥିଲା, ସେହି ଏବେ ମୁଁ ଅଛି। ଏଥିରୁ ପ୍ରମାଣିତ ହେଲା ଶରୀରରେ ଅର୍ଥାତ୍ ସ୍ୱୟଂରେ ଆଦୌ ପରିବର୍ତ୍ତନ ହେଉନାହିଁ। ଏଠାରେ ସନ୍ଦେହ ହୋଇପାରେ ଯେ ସ୍ଥୂଳ ଶରୀର ବଦଳିଥିବାର ଜ୍ଞାନ ତ ହେଉଛି, କିନ୍ତୁ ଶରୀରାନ୍ତର ପ୍ରାପ୍ତି ହେଲା ପରେ ପୂର୍ବ ଶରୀରର ଜ୍ଞାନ କାହିଁକି ହେଉନାହିଁ? ପୂର୍ବ ଶରୀରର ଜ୍ଞାନ ନ ହେବାର କାରଣ ମୃତ୍ୟୁ ଓ ଜନ୍ମ ସମୟରେ ବହୁତ କଷ୍ଟ ହୁଏ ଏବଂ ସେହି କଷ୍ଟ ହେତୁ ବୁଦ୍ଧିରେ ପୂର୍ବଜନ୍ମର ସ୍ମୃତି ରହେ ନାହିଁ। ଯେପରି ପକ୍ଷାଘାତ ରୋଗ ହେଲେ ବା ଅନ୍ୟ ଅଧିକ ବାର୍ଦ୍ଧକ୍ୟ ଆସିଲେ ବୁଦ୍ଧିରେ ପୂର୍ବପରି ସ୍ମୃତି ରହେ ନାହିଁ, ଠିକ୍ ସେହିପରି ଜନ୍ମ ଓ ମୃତ୍ୟୁ ସମୟରେ ଅତ୍ୟନ୍ତ କଷ୍ଟ ହେବାରୁ ପୂର୍ବଜନ୍ମର ଜ୍ଞାନ ରହେ ନାହିଁ। ମାତ୍ର ଯାହାକୁ ମୃତ୍ୟୁ ସମୟରେ ଏପରି କଷ୍ଟ ହୁଏ ନାହିଁ, ଅର୍ଥାତ୍ ଶରୀରର ଅବସ୍ଥାନ୍ତର ପ୍ରାପ୍ତି ଭଳି ଅନାୟାସରେ ଦେହାନ୍ତର ପ୍ରାପ୍ତି ହୁଏ, ତା ବୁଦ୍ଧିରେ ପୂର୍ବଜନ୍ମର ସ୍ମୃତି ରହିପାରେ। ଏବେ ବିଚାର କରନ୍ତୁ, ଅବସ୍ଥାନ୍ତର ପ୍ରାପ୍ତିରେ ଯେପରି ଜ୍ଞାନ ରହେ, ଦେହାନ୍ତର ପ୍ରାପ୍ତିରେ ମଧ୍ୟ ସେପରି ଜ୍ଞାନ ସିନା ରହେ ନାହିଁ, କିନ୍ତୁ ମୁଁ ଅଛି ଏଭଳି ନିତ୍ୟସତ୍ୟର ଜ୍ଞାନ ସମସ୍ତଙ୍କ ରହେ। ସେହିପରି ସୁଷୁପ୍ତିରେ ଅର୍ଥାତ୍ ଗାଢ଼ ନିଦରେ ନିଜର କିଛି ଜ୍ଞାନ ରହେ ନାହିଁ, କିନ୍ତୁ ଜାଗ୍ରତ ହେଲା ପରେ ମନୁଷ୍ୟ କହେ ମୁଁ ଏପରି ନିଘୋଡ଼ ନିଦ୍ରାରେ ଶୋଇଲି ଯେ ମୋତେ କିଛି ଜଣାପଡ଼ିଲା ନାହିଁ। ତେବେ ମୋତେ କିଛି ଜଣାପଡ଼ିଲା ନାହିଁ ଏପରି ଜ୍ଞାନ ତ ହେଉଛି। ଶୋଇବା ପୂର୍ବରୁ ଯେଉଁ ମୁଁ ଥିଲି ସେହି ମୁଁ ଉଠିବା ପରେ ବି ଅଛି। ତେଣୁ ସୁଷୁପ୍ତି ସମୟରେ ମଧ୍ୟ ସେଇ ମୁଁ ଥିଲି, ସୁଷୁପ୍ତି ସମୟରେ ମଧ୍ୟ ସେଇ ମୁଁ ଥିଲି। ଏଭଳି ନିଜ ସତ୍ତାର ଜ୍ଞାନ ଅଖଣ୍ଡ ଭାବରେ ନିରନ୍ତର ରହେ। କେବେ କାହାକୁ ନିଜ ସତ୍ତା ଭାବର ଜ୍ଞାନ ହୁଏ ନାହିଁ। ଶରୀରଧାରୀଙ୍କ ସତ୍ତାର ଭାବ ଅଖଣ୍ଡ ରୂପେ ରହେ ବୋଲି ସିନା ମୁକ୍ତି ହୁଏ ଏବଂ ସେହି ମୁକ୍ତି ଅବସ୍ଥା ରହେ। ଜୀବନ ମୁକ୍ତ ଅବସ୍ଥାରେ ଯଦି ତାଙ୍କ ଦେହାନ୍ତର ଜ୍ଞାନ ନ ହୁଏ, ତଥାପି ସେ ଯେ ତିନି ଶରୀର ପୃଥକ ଏକଥାର ଅନୁଭବ ଅବଶ୍ୟ ହୁଏ। ହେ କୁନ୍ତୀନନ୍ଦନ, ଇନ୍ଦ୍ରିୟମାନଙ୍କର ବିଷୟ ଅର୍ଥାତ୍ ଜଡ଼ ପଦାର୍ଥ ଶୀତ ଅନୁକୂଳତା ଓ ଉଷ୍ମ ପ୍ରତିକୂଳତା ଦ୍ୱାରା ସୁଖ ଦୁଃଖ ପ୍ରଦାନ କରେ। ସେଗୁଡ଼ିକ ଯିବା ଆସିବା ଲାଗି ରହିଥାଏ ଏବଂ ସେଗୁଡ଼ିକ ଅନିତ୍ୟ ମଧ୍ୟ। ହେ ଭରତବଂଶ ବା ଅର୍ଜୁନ, ତୁମେ ସେସବୁ ସହ୍ୟ କର। ଭଗବାନ ନିଜକୁ ସେହି ଜୀବମାନଙ୍କ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଦେଲେ। ସେହିପରି ଶରୀରର ସକଳ ପ୍ରାକୃତ ପଦାର୍ଥକୁ ଅନିତ୍ୟ, ଅବିନାଶୀ, ପରିବର୍ତ୍ତନଶୀଳ ବୋଲି କହିବା ପାଇଁ ଭଗବାନ ଏଠାରେ ମାତା ସ୍ପର୍ଶ କଥା କହିଛନ୍ତି। ନିତ୍ୟ ତତ୍ତ୍ୱଠାରୁ ଦେହାଦି ଅନିତ୍ୟ ବସ୍ତୁଗୁଡ଼ିକ ପୃଥକ ଦର୍ଶାଇବା ପାଇଁ ଏଠାରେ ତୁପଦ ପ୍ରଯୁକ୍ତ ହୋଇଛି, ଯାହାଦ୍ୱାରା ମାପତଉଲ କରାଯାଏ, ଅର୍ଥାତ୍ ଯାହାଦ୍ୱାରା ଜ୍ଞାନ ହୁଏ। ସେହି ଜ୍ଞାନର ସାଧନ ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କର ନାମ ମାତ୍ରାର ଅର୍ଥାତ୍ ଇନ୍ଦ୍ରିୟ ଓ ଅନ୍ତଃକରଣ ଯାହାର ସଂଯୋଗ ହୁଏ ତାହାର ନାମ ସ୍ପର୍ଶ। ଅତଏବ ଇନ୍ଦ୍ରିୟ ଓ ଅନ୍ତଃକରଣ ଦ୍ୱାରା ଯେଉଁ ପଦାର୍ଥର ଜ୍ଞାନ ହୁଏ, ସୃଷ୍ଟିର ସେହିପରି ସକଳ ପଦାର୍ଥ ହେଉଛି ମାତ୍ରା ସ୍ପର୍ଶ। ଏଠାରେ ମାତ୍ରା ସ୍ପର୍ଶ ପଦରେ କେବଳ ପଦାର୍ଥକୁ କାହିଁକି ନିଆଯିବ? ପଦାର୍ଥର ସମ୍ବନ୍ଧକୁ କାହିଁକି ନିଆ ନଯିବ? ଯଦି ଆମେ ଏଠାରେ ମାତ୍ରା ସ୍ପର୍ଶ ପଦ ଦ୍ୱାରା କେବଳ ପଦାର୍ଥର ସମ୍ବନ୍ଧକୁ ଗ୍ରହଣ କରିବା, ତେବେ ସେହି ସମ୍ବନ୍ଧକୁ ଗମନାଗମନଶୀଳ କହିପାରିବା ନାହିଁ। କାରଣ ସମ୍ବନ୍ଧର ପ୍ରକୃତି କେବଳ ଅନ୍ତଃକରଣ ଦ୍ୱାରା ନ ହୋଇ ସ୍ୱୟଂ ଅର୍ଥାତ୍ ଅହମ୍ ଦ୍ୱାରା ହୁଏ। ସ୍ୱୟଂ ନିତ୍ୟ, ତେଣୁ ସେଥିରେ ହେଉଥିବା ପ୍ରକୃତି ବି ନିତ୍ୟ ଭଳି ହୋଇଯାଏ। ଯେପର୍ଯ୍ୟନ୍ତ ସ୍ୱୟଂ ସେ ସୁକୃତିକୁ ପ୍ରତ୍ୟାଖ୍ୟାତ ନ କରେ, ସେ ପର୍ଯ୍ୟନ୍ତ ସେ ସୁକୃତି ଅକ୍ଷୁଣ୍ଣ ରହେ। ଅର୍ଥାତ୍ ପଦାର୍ଥର ବିୟୋଗ ହେଲେ ବି, ପଦାର୍ଥ ନ ରହିଲେ ବି ସେହି ପଦାର୍ଥର ସମ୍ବନ୍ଧ ରହିଥାଏ। ମନେକର କୌଣସି ସ୍ତ୍ରୀ ବିଧବା ହୋଇଯାଇଛି, କିନ୍ତୁ 50 ବର୍ଷ ପରେ ମଧ୍ୟ ଯଦି ସେ କହିଦିଏ ଯେ ଏ ଅମୁକର ସ୍ତ୍ରୀ, ତେବେ ସେ ସଚେତନ ହୋଇଯାଏ। ଏଥିରୁ ସିଦ୍ଧ ହେଲା ଯେ ସମ୍ବନ୍ଧ ନ ରହିଲେ ମଧ୍ୟ ତାଙ୍କ ସହିତ ସୁକୃତ ସମ୍ବନ୍ଧ ସର୍ବଦା ରହିଥାଏ। ଏ ଦୃଷ୍ଟିରୁ ସେହି ସମ୍ବନ୍ଧକୁ ଅଗାମପାୟିନ କୁହାଯାଇ ନପାରେ। ଏଣୁ ଏଠାରେ ମାତ୍ରା ସ୍ପର୍ଶ ପଦରେ ପଦାର୍ଥର ସମ୍ବନ୍ଧକୁ ନ ନେଇ କେବଳ ପଦାର୍ଥକୁ ନିଆଯାଇଛି। ଏଠାରେ ମଧ୍ୟ ଶୀତ ଓ ଉଷ୍ମ ଶବ୍ଦ ଅନୁକୂଳତା ପ୍ରତିକୂଳତାର ବାଚକ। ଯଦି ଏହାର ଅର୍ଥ ଥଣ୍ଡା ଓ ଗରମ ବୋଲି ମାନିନେବା, ତେବେ ଏହା କେବଳ ଇନ୍ଦ୍ରିୟ ଚର୍ମର ବିଷୟ ହୋଇଯିବ, ଅର୍ଥାତ୍ ସୀମିତ ଅର୍ଥ ବୁଝାଇବ। ତେଣୁ ଶୀତର ଅର୍ଥ ଅନୁକୂଳତା, ଉଷ୍ମର ଅର୍ଥ ପ୍ରତିକୂଳତା ବୁଝିବା ଯଥାର୍ଥ ମନେ ହେଉଛି। ସବୁ ପଦାର୍ଥ ଅନୁକୂଳତା ପ୍ରତିକୂଳତା ଦ୍ୱାରା ସୁଖ ଦୁଃଖ ପ୍ରଦାନ କରେ, ଅର୍ଥାତ୍ ଆମ ମନାନୁକୂଳ ବସ୍ତୁ, ବ୍ୟକ୍ତି, ପରିସ୍ଥିତି, ଘଟଣା, ଦେଶ, କାଳ ଇତ୍ୟାଦି ମିଳିଲେ ସୁଖ ହୁଏ ଏବଂ ମନର ପ୍ରତିକୂଳ ବସ୍ତୁ, ବ୍ୟକ୍ତି, ପରିସ୍ଥିତି ଇତ୍ୟାଦି ମିଳିଲେ ଦୁଃଖ ହୁଏ। ଏଠାରେ ଅନୁକୂଳତା ପ୍ରତିକୂଳତା ହେଉଛି କାରଣ ଏବଂ ସୁଖ ଦୁଃଖ ହେଉଛି କାର୍ଯ୍ୟ। ବସ୍ତୁତଃ ପଦାର୍ଥଗୁଡ଼ିକରେ ସୁଖ ଦୁଃଖ ଦେବାର ସାମର୍ଥ୍ୟ ନାହିଁ। ମନୁଷ୍ୟ ଏଗୁଡ଼ିକ ସହିତ ସମ୍ବନ୍ଧ ରଖି ଏଥିରେ ଅନୁକୂଳତା ପ୍ରତିକୂଳତା ଭାବନା କରେ, ଯେଉଁଥିପାଇଁ ପଦାର୍ଥଗୁଡ଼ିକରେ ସୁଖ ଦୁଃଖ ଦାୟକ ପରି ମନେ ହୁଅନ୍ତି। ତେଣୁ ଭଗବାନ ଏଠି ସୁଖ ଦୁଃଖଦାୟ ବୋଲି କହିଛନ୍ତି। ସବୁ ପଦାର୍ଥ ଆଦି ଅନ୍ତର୍ଯୁକ୍ତ, ଉତ୍ପତ୍ତି ବିନାଶଶୀଳ, ସଂଯୋଗ ବିୟୋଗଶୀଳ। ସେଗୁଡ଼ିକ ସ୍ଥାୟୀ ନୁହେଁ, କାରଣ ସେଗୁଡ଼ିକର ଉତ୍ପତ୍ତି ପୂର୍ବରୁ ନଥିଲା କି ବିନାଶ ପରେ ମଧ୍ୟ ରହିବ ନାହିଁ। ଯଦି କେହି କହେ ଏସବୁ ଉତ୍ପତ୍ତି ପୂର୍ବରୁ ବିନାଶ ପରେ ରହେ ନାହିଁ ସିନା, ହେଲେ ମଧ୍ୟକାଳରେ ତ ରହୁଥିବ। ସେଥିପାଇଁ ଭଗବାନ କହୁଛନ୍ତି ଅନିତ୍ୟ ହୋଇଥିବାରୁ ଏହା ମଧ୍ୟକାଳରେ ବି ରହେ ନାହିଁ, ପ୍ରତିକ୍ଷଣ ବଦଳୁଥାଏ। ଏତେ ଦ୍ରୁତଗତିରେ ବଦଳିଯାଏ ଯେ ଏକ ରୂପରେ ତାକୁ କେହି ଦୁଇଥର ଦେଖିପାରିବ ନାହିଁ, କାରଣ ପ୍ରଥମ ମୁହୂର୍ତ୍ତରେ ଯେପରି ଥିଲା, ଦ୍ୱିତୀୟ ମୁହୂର୍ତ୍ତରେ ସେପରି ରହେ ନାହିଁ। ତେଣୁ ଭଗବାନ ତାହାକୁ ଅନିତ୍ୟ ବୋଲି କହିଛନ୍ତି।
କେବଳ ଏହି ପଦାର୍ଥ ଯେ ଅନିତ୍ୟ ପରିବର୍ତ୍ତନଶୀଳ ତାହା ନୁହେଁ, ଯାହାଦ୍ୱାରା ସେ ପଦାର୍ଥଗୁଡ଼ିକ ସମ୍ବନ୍ଧରେ ଜ୍ଞାନ ହେଉଛି। ସେହି ଇନ୍ଦ୍ରିୟ ଗୁଣ ଅନ୍ତଃକରଣ ମଧ୍ୟ ପରିବର୍ତ୍ତନଶୀଳ। ସେମାନଙ୍କର ପରିବର୍ତ୍ତନକୁ କିପରି ଜାଣିବା? ଏପରି ଦିନସାରା କାମ କରି ସନ୍ଧ୍ୟାବେଳକୁ ଇନ୍ଦ୍ରିୟ ପ୍ରକୃତିରେ କ୍ଳାନ୍ତି ଆସିଯାଏ ଏବଂ ସକାଳୁ ଇନ୍ଦ୍ରିୟ ଉଠିଲା ପରେ ଯେଉଁ ସତ୍ୟଜିତ ଆସିଥିଲା ତାହା ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ରହେ ନାହିଁ। ପୁନଶ୍ଚ ଶୋଇବାକୁ ପଡ଼େ। ଫଳରେ ଇନ୍ଦ୍ରିୟମାନଙ୍କର କ୍ଳାନ୍ତି ଦୂର ହୋଇ ସତ୍ୟଜିତ ଅନୁଭବ ହୁଏ ଏବଂ ଯେପରି ଜାଗ୍ରତ ଅବସ୍ଥାରେ ପ୍ରତିକ୍ଷଣ କ୍ଳାନ୍ତି ଆସୁଥାଏ, ସେପରି ନିଦ୍ରା ଅବସ୍ଥାରେ ପ୍ରତିକ୍ଷଣ ସତ୍ୟଜିତ ଆସୁଥାଏ। ଏଥିରେ ପ୍ରମାଣିତ ହେଲା ଯେ ଇନ୍ଦ୍ରିୟ ପ୍ରବୃତ୍ତିରେ ପ୍ରତିକ୍ଷଣ ପରିବର୍ତ୍ତନ ହେଉଛି। ଏଠାରେ ସମସ୍ତ ପଦାର୍ଥକୁ ସ୍ଥୂଳ ରୂପେ ଅଗାମ ପାଇଁ ନହ ଏବଂ ସୂକ୍ଷ୍ମ ରୂପେ ଅନିତ୍ୟ କୁହାଯାଇଛି। ଅନିତ୍ୟ ଠାରୁ ମଧ୍ୟ ସୂକ୍ଷ୍ମ ଦର୍ଶାଇବା ପାଇଁ ଆଗାମ ଶ୍ଲୋକରେ ଏହାକୁ ଅସତ୍ କହିବେ ଏବଂ ପୂର୍ବରୁ ବର୍ଣ୍ଣିତ ଦ୍ୱିତୀୟ ତତ୍ତ୍ୱକୁ ସତ୍ କହିବେ। ଯେତେ ମାତ୍ରା ସ୍ପର୍ଶ ଅର୍ଥାତ୍ ଇନ୍ଦ୍ରିୟମାନଙ୍କର ବିଷୟ ରହିଛି, ସେଗୁଡ଼ିକ ସଂସ୍ପର୍ଶରେ ଆସିବାରୁ ଏହା ଅନୁକୂଳ ଏବଂ ପ୍ରତିକୂଳ ଏପରି ଜ୍ଞାନ ହେବା ଦୋଷାବହ ନୁହେଁ, ବରଂ ତାହାକୁ ନେଇ ଅନ୍ତଃକରଣରେ ରାଗ, ଦ୍ୱେଷ, ହର୍ଷ, ଶୋକ ଇତ୍ୟାଦି ବିକାର ସୃଷ୍ଟି ହେବା ହିଁ ଦୋଷାବହ। ଅତଏବ ଅନୁକୂଳତା ପ୍ରତିକୂଳତାର ଜ୍ଞାନ ହେବା ସତ୍ତ୍ୱେ ରାଗ, ଦ୍ୱେଷ ଆଦି ବିକାର ଜାତ ହେବାରୁ ନ ନେବା ଅର୍ଥାତ୍ ମାତ୍ରା ସ୍ପର୍ଶରେ ନିର୍ବିକାର ରହିବା ହିଁ ସେଗୁଡ଼ିକ ସହ୍ୟ କରିବା। ଏ ସହିବାକୁ ହିଁ ଭଗବାନ ତିତିକ୍ଷାସୁ କହିଛନ୍ତି। ଦ୍ୱିତୀୟ ଭାବ ହେଉଛି ଶରୀର, ଇନ୍ଦ୍ରିୟ, ଅନ୍ତଃକରଣ ପ୍ରକୃତିର କ୍ରିୟା ଓ ଅବସ୍ଥାଗୁଡ଼ିକ ଆରମ୍ଭ ହୁଏ ଏବଂ ଶେଷ ହୁଏ, ଅର୍ଥାତ୍ ସେଗୁଡ଼ିକର ଭାବ ହୁଏ ଏବଂ ଅଭାବ ହୁଏ। ସେହି କ୍ରିୟା ଅବସ୍ଥା ଆଦି ତୁମଠାରେ ନାହିଁ, କାରଣ ତୁମେ ତାହାର ଜ୍ଞାତା ଓ ତାଠାରୁ ପୃଥକ୍। ତେଣୁ ତୁମେ ସ୍ୱୟଂ ଯଥାବତ୍ ରହୁଛ। ଏଣୁ ସେହି କ୍ରିୟା ଅବସ୍ଥାଗୁଡ଼ିକରେ ତୁମେ ନିର୍ବିକାର ରୁହ। ସେଥିରେ ନିର୍ବିକାର ରହିବା ହିଁ ତିତିକ୍ଷା। କାରଣ ହେ ପୁରୁଷଶ୍ରେଷ୍ଠ ଅର୍ଜୁନ, ସୁଖ ଦୁଃଖର ସମ୍ଭାବନା ଯେଉଁ ବୁଦ୍ଧିମାନ ମନୁଷ୍ୟକୁ ଏହି ମାତ୍ରା ସ୍ପର୍ଶ ଅର୍ଥାତ୍ ପଦାର୍ଥ ବ୍ୟାକୁଳ କରିପାରନ୍ତି ନାହିଁ, ସେ ଅମର ହେବା ପାଇଁ ସମର୍ଥ ହୋଇଯାଏ, ଅର୍ଥାତ୍ ଅମର ହୋଇଯାଏ। ଯେଉଁ ପରିସ୍ଥିତି କେବେ ବଦଳି ପାରେ ନାହିଁ ଏବଂ ଯାହାକୁ ବଦଳାଇବା ଅସମ୍ଭବ, ମନୁଷ୍ୟ ପ୍ରାୟ ତାକୁ ବଦଳାଇବା ପାଇଁ ବିଚାର କରେ। ଯୁଦ୍ଧରୂପୀ ପରିସ୍ଥିତି ପ୍ରାପ୍ତ ହେବାରୁ ତାକୁ ବଦଳାଇବାରେ ବିଚାର ନ କରି ଅର୍ଜୁନ ନିଜ କଲ୍ୟାଣରେ ବିଚାର କଲେ। ଏଥିପାଇଁ ଏହିପରି କଲ୍ୟାଣରେ ବିଚାର କରିବା ହେଉଛି ମନୁଷ୍ୟମାନଙ୍କ ମଧ୍ୟରେ ଅର୍ଜୁନଙ୍କର ଶ୍ରେଷ୍ଠତ୍ୱ। ଧୀର ମନୁଷ୍ୟ ସୁଖ ଦୁଃଖରେ ସମଭାବ ରଖନ୍ତି। ସୁଖ ଓ ଦୁଃଖ ଅନ୍ତଃକରଣର ବୃତ୍ତି ଦ୍ୱାରା ପୃଥକ୍ ପୃଥକ୍ ଦେଖାଯାଏ। ସୁଖ ଦୁଃଖ ଭୋଗିବାରେ ପୁରୁଷ ଅର୍ଥାତ୍ ଚେତନ ହେଉଛି କାରଣ ଏବଂ ପ୍ରକୃତିରେ ସ୍ଥିତ ହୋଇଥିବାରୁ ସେ ହିଁ କାରଣ ହୁଏ। ସେ ନିଜ ସ୍ୱରୂପରେ ସ୍ଥିତ ହୋଇଗଲେ ସୁଖ ଦୁଃଖର ଭୋଗୀ ବୋଲି କେହି ରହେ ନାହିଁ। ନିଜ ସ୍ୱରୂପରେ ସ୍ଥିତ ନ ହେଲେ ସେ ସୁଖ ଦୁଃଖରେ ସ୍ୱତଃ ସମ୍ଭାବାପନ୍ନ ହୋଇଯାଏ। ଧୀର ମନୁଷ୍ୟକୁ ଏହି ମାତ୍ରା ସ୍ପର୍ଶ ଅର୍ଥାତ୍ ପ୍ରକୃତିର ପଦାର୍ଥଗୁଡ଼ିକ ବ୍ୟଥିତ କରନ୍ତି ନାହିଁ। ପ୍ରକୃତ ପଦାର୍ଥ ସଂଯୋଗରୁ ହୋଇଥିବା ସୁଖ ଦୁଃଖ ବି ବ୍ୟଥା ଓ ତାହାର ବିୟୋଗରୁ ହୋଇଥିବା ଦୁଃଖ ବି ବ୍ୟଥା। କିନ୍ତୁ ଯାହାର ଦୃଷ୍ଟି ସମତା ଆଡ଼କୁ ରହିଛି, ତାକୁ ପ୍ରକୃତ ପଦାର୍ଥ ସୁଖୀ ଓ ଦୁଃଖୀ କରିପାରେ ନାହିଁ। ସମତା ଆଡ଼କୁ ଦୃଷ୍ଟି ରହିଲେ ଅନୁକୂଳତା ପ୍ରତିକୂଳତା କାରଣରୁ ସୁଖ ଦୁଃଖର ଜ୍ଞାନ ତ ହୁଏ, କିନ୍ତୁ ତାହାକୁ ଭୋଗ ନ କରିବାରୁ ଅନ୍ତଃକରଣରେ ସୁଖ ଦୁଃଖର ଜ୍ଞାନ ହେବା ସତ୍ତ୍ୱେ ସେ ସ୍ୱୟଂ ସୁଖୀ ଦୁଃଖୀ ହୁଏ ନାହିଁ। ଏପରି ଧୀର ମନୁଷ୍ୟ ଅମରତ୍ୱ ପାଇଁ ଯୋଗ୍ୟ ହୋଇଯାଏ, ଅର୍ଥାତ୍ ଅମରତ୍ୱ ଲାଭର ସାମର୍ଥ୍ୟ ତାଠାରେ ଆସିଯାଏ। ସାମର୍ଥ୍ୟ ଓ ଯୋଗ୍ୟତା ଆସିବାରୁ ସେ ଅମର ହୋଇଯାଏ। ଏଥିରେ ବିଳମ୍ବର ଅବକାଶ ନାହିଁ, କାରଣ ସେ ତ ସ୍ୱୟଂ ଅମର। କେବଳ ପଦାର୍ଥଗୁଡ଼ିକର ସଂଯୋଗ ବିୟୋଗକୁ ନିଜର ବିକାର ମାନି ନେଇ ସେ ଭୁଲ କରିଥିଲା। ଅସତର ଭାବ ବିଦ୍ୟମାନ ନାହିଁ ଏବଂ ସତର ଅଭାବ ବିଦ୍ୟମାନ ନାହିଁ। ତତ୍ତ୍ୱଦର୍ଶୀ ମହାପୁରୁଷଗଣ ଏ ଦୁଇଟିର ତତ୍ତ୍ୱ ଦେଖିଛନ୍ତି, ଅର୍ଥାତ୍ ଅନୁଭବ କରିଛନ୍ତି। ଜନ୍ମ ହେବା ପୂର୍ବରୁ ଶରୀର ନଥିଲା, ମରିବା ପରେ ରହିବ ନାହିଁ ଏବଂ ବର୍ତ୍ତମାନ ବି ପ୍ରତିକ୍ଷଣ ଏହାର ଅଭାବ ହେଉଛି। ତାତ୍ପର୍ଯ୍ୟ ହେଲା ଶରୀର ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ତିନି କାଳରେ କେବେ ଭାବ ରୂପେ ରହୁନାହିଁ, ତେଣୁ ଏ ଅସତ୍। ଏଭଳି ସଂସାରରେ ମଧ୍ୟ ଭାବ ଅର୍ଥ ସତ୍ତା ନାହିଁ, ତେଣୁ ଏହା ବି ଅସତ୍। ଶରୀର ତ ସଂସାରର ଏକ ଛୋଟ ନମୁନା। ଶରୀରର ପରିବର୍ତ୍ତନରେ ଅନୁଭବ ହେଉଛି ଯେ ସମଗ୍ର ସଂସାର ପରିବର୍ତ୍ତନଶୀଳ। ପୂର୍ବରୁ ଏହାର ଅଭାବ ନଥିଲା, ପରେ ଅଭାବ ହେବ ଆଉ ଏବେ ମଧ୍ୟ ଅଭାବ ହେଉଛି। କାଳରୂପୀ ଅଗ୍ନିରେ ସାରା ସଂସାର କାଠ ଭଳି ନିରନ୍ତର ଜଳୁଅଛି। କାଠ ଜଳିଲେ ଅଙ୍ଗାର ପାଉଁଶ ଅବଶେଷ ରହେ, କିନ୍ତୁ କାଳରୂପୀ ଅଗ୍ନି ସଂସାରକୁ ଏପରି ଭାବରେ ଜଳାଏ ଯେ ଅଙ୍ଗାର ପାଉଁଶ କିଛି ହେଲେ ଅବଶେଷ ରହେ ନାହିଁ, ତାହା ସଂସାରକୁ ପୂର୍ଣ୍ଣରୂପେ ଅଭାବ କରିଦିଏ। ତେଣୁ ଅସତର ସତ୍ତା ନାହିଁ ବୋଲି କୁହାଯାଇଛି। ସତ୍ ବସ୍ତୁର ଅଭାବ ହୁଏ ନାହିଁ, ଅର୍ଥାତ୍ ଦେହ ଉତ୍ପନ୍ନ ହେବା ପୂର୍ବରୁ ମଧ୍ୟ ଦେହୀ ଥିଲା ଏବଂ ଦେହ ନଷ୍ଟ ହେବାରେ ମଧ୍ୟ ଦେହୀ ରହିବ ଏବଂ ବର୍ତ୍ତମାନ ଦେହ ପରିବର୍ତ୍ତନଶୀଳ ଥିଲେ ମଧ୍ୟ ଦେହୀ ସେଥିରେ ଯଥାବତ୍ ରହେ। ଏହି ରୀତିରେ ସଂସାର ଉତ୍ପନ୍ନ ହେବା ପୂର୍ବରୁ ପରମାତତ୍ତ୍ୱ ଥିଲା। ସଂସାରର ଅଭାବ ପରେ ମଧ୍ୟ ପରମାତତ୍ତ୍ୱ ରହିବ ଏବଂ ବର୍ତ୍ତମାନ ସଂସାରରେ ପରିବର୍ତ୍ତନ ହୋଇଥିଲେ ବି ପରମାତ୍ମ ତତ୍ତ୍ୱ ସେଥିରେ ଯଥାବତ୍ ରହିଛି। ଯାହାଦ୍ୱାରା ସାରା ସଂସାର ବ୍ୟାପ୍ତ, ତାହାକୁ ତୁମେ ଅବିନାଶୀ ବୋଲି ଜାଣ। କେହି ହେଲେ ଅବିନାଶୀର ବିନାଶ କରିପାରନ୍ତି ନାହିଁ। ସେ ଅବିନାଶତ୍ୱକୁ ତୁମେ ବୁଝ। ଏପରି କହି ଭଗବାନ ସେ ତତ୍ତ୍ୱକୁ ପରୋକ୍ଷ କହିଛନ୍ତି। ପରୋକ୍ଷ କରିବାର ତାତ୍ପର୍ଯ୍ୟ ହେଲା ଇଦମ ରୂପେ ଦୃଶ୍ୟମାନ ଏ ସମଗ୍ର ସଂସାରରେ ସେ ପରୋକ୍ଷ ତତ୍ତ୍ୱ ହିଁ ବ୍ୟାପ୍ତ ଓ ପରିପୂର୍ଣ୍ଣ। ବାସ୍ତବରେ ଯାହା ପରିପୂର୍ଣ୍ଣ ତାହା ବିଦ୍ୟମାନ ଏବଂ ଯାହା ପ୍ରତ୍ୟକ୍ଷ ଦେଖାଯାଉଛି ତାହା ଅବିଦ୍ୟମାନ।
ଏଠି ତତ୍ପଦାର୍ଥର ସତ୍ ଅର୍ଥକୁ ପରୋକ୍ଷ ରୀତିରେ କହିବାର ତାତ୍ପର୍ଯ୍ୟ ନୁହେଁ ଯେ ସେହି ତତ୍ତ୍ୱ ବହୁତ ଦୂର, ମାତ୍ର ତା ଇନ୍ଦ୍ରିୟ ଓ ଅନ୍ତଃକରଣ ବିଷୟ ହୋଇ ନଥିବାରୁ ତାହାକୁ ପରୋକ୍ଷ ରୀତିରେ କୁହାଯାଇଛି। ଯାହାକୁ ପରୋକ୍ଷ ବୋଲି କହିଛନ୍ତି ତାହାର ବର୍ଣ୍ଣନା କରି କହୁଛନ୍ତି ଯେ ଏ ସାରା ସଂସାର ସେହି ନିତ୍ୟ ତତ୍ତ୍ୱ ଦ୍ୱାରା ବ୍ୟାପ୍ତ ହୋଇଛି। ଯେପରି ସୁନାରେ ତିଆରି ଗହଣାରେ ସୁନା, ଲୁହାରେ ତିଆରି ଅସ୍ତ୍ରରେ ଲୁହା, ମାଟିରେ ତିଆରି ପାତ୍ରରେ ମାଟି ଓ ଜଳରୁ ସ୍ପଷ୍ଟ ବରଫରେ ଜଳ ବ୍ୟାପ୍ତ ରହିଥାଏ, ସେହିପରି ସଂସାରରେ ସେ ସତ୍ ତତ୍ତ୍ୱ ବ୍ୟାପ୍ତ ହୋଇ ରହିଛି। ତେଣୁ ପ୍ରକୃତିରେ ସେହି ସଂସାରର ଏକମାତ୍ର ଏ ସତ୍ ତତ୍ତ୍ୱ ହିଁ ଜ୍ଞେୟ। ଏ ଶରୀର ହେଉଛି ଅବ୍ୟୟ ଅର୍ଥାତ୍ ଅବିନାଶୀ। ଏ ଅବିନାଶୀକୁ କେହି ବିନାଶ କରିପାରିବେ ନାହିଁ। ମାତ୍ର ଶରୀର ବିନାଶୀ, କାରଣ ଏହା ନିତ୍ୟ ନିରନ୍ତର ବିନାଶ ଆଡ଼କୁ ଯାଉଛି। ଏ ବିନାଶର ବିନାଶକୁ କେହି ରୋକିପାରିବେ ନାହିଁ। ତୁମେ ଭାବୁଛ ଯେ ମୁଁ ଯୁଦ୍ଧ ନ କଲେ ଏମାନେ ମରିବେ ନାହିଁ, କିନ୍ତୁ ତୁମେ ଯୁଦ୍ଧ କର ବା ନ କର, ଏ ଅବିନାଶୀ ଓ ବିନାଶ ତତ୍ତ୍ୱରେ କିଛି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ ଅବିନାଶୀ ଆବଶ୍ୟ ରହିବ ଏବଂ ବିନାଶର ଆବଶ୍ୟ ବିନାଶ ହେବ। ଏଠାରେ ଅସ୍ୟ ପଦ ବ୍ୟବହାର କରି ସତ୍ ତତ୍ତ୍ୱକୁ ଇଦମ ରୂପେ କହିବାର ତାତ୍ପର୍ଯ୍ୟ ହେଉଛି ଯେ ପ୍ରତିକ୍ଷଣ ପରିବର୍ତ୍ତନଶୀଳ ସଂସାରରେ ଯେଉଁ ସତ୍ତା ଦେଖାଯାଉଛି ତାହା ସତ୍ ତତ୍ତ୍ୱର ସତ୍ତା। ଏ ଶରୀର ମୋର ଏବଂ ମୁଁ ଶରୀରଧାରୀ, ଏ ସତ୍ତାର ଉପରେ ଯେଉଁ ଜ୍ଞାନ ହେଉଛି ତାହାକୁ ଲକ୍ଷ୍ୟ କରି ଭଗବାନ ଏଠାରେ ଅସ୍ୟ ପଦ ବ୍ୟବହାର କରିଛନ୍ତି। ଅବିନାଶୀ ଅପ୍ରମେୟ ନିତ୍ୟସ୍ଥିତ ଶରୀରର ଦେହଗୁଡ଼ିକୁ ନଶ୍ୱର କୁହାଯାଇଛି। ତେଣୁ ହିଁ ଅର୍ଜୁନ, ତୁମେ ଯୁଦ୍ଧ କର। କୌଣସି କାଳରେ କୌଣସି କାରଣରୁ କେବେ କିଛି ମାତ୍ରା ମଧ୍ୟ ଯେଉଁଥିରେ ପରିବର୍ତ୍ତନ ହୁଏ ନାହିଁ, ତ ଅକ୍ଷୁଣ୍ଣ ରହେ। ଯାହା ଅକ୍ଷୁଣ୍ଣ ରହେ, ଯାହାର ଅଭାବ ହୁଏ ନାହିଁ, ତାର ନାମ ଅନାଶୀ ଅର୍ଥାତ୍ ଅବିନାଶୀ। ଯାହା ପ୍ରମେୟର ଅର୍ଥାତ୍ ପ୍ରମାଣର ବିଷୟ ନୁହେଁ, ଅର୍ଥାତ୍ ଯାହା ଅନ୍ତଃକରଣ ଓ ଇନ୍ଦ୍ରିୟଙ୍କ ବିଷୟ ନୁହେଁ, ତାକୁ ଅପ୍ରମେୟ କହନ୍ତି। ଯେଉଁଥିରେ ଇନ୍ଦ୍ରିୟ ଓ ଅନ୍ତଃକରଣ ପ୍ରମାଣ ନୁହନ୍ତି, ସେଥିରେ ଶାସ୍ତ୍ର ଓ ସନ୍ଥ ମହାପୁରୁଷ ହିଁ ପ୍ରମାଣ। ଶ୍ରଦ୍ଧାଳୁମାନଙ୍କ ପାଇଁ ଶାସ୍ତ୍ର ଓ ସନ୍ଥ ମହାପୁରୁଷମାନେ ପ୍ରମାଣ ହୁଅନ୍ତି। ଯାହାର ଯେଉଁ ଶାସ୍ତ୍ର ଓ ସନ୍ଥଙ୍କ ପ୍ରତି ଶ୍ରଦ୍ଧା ଅଛି, ସେ ସେହି ଶାସ୍ତ୍ର ଓ ସନ୍ଥଙ୍କ ବଚନକୁ ସ୍ୱୀକାର କରେ। ତେଣୁ ଏହି ତତ୍ତ୍ୱ କେବଳ ଶ୍ରଦ୍ଧାର ବିଷୟ, ପ୍ରମାଣର ବିଷୟ ନୁହେଁ। ଶାସ୍ତ୍ର ଓ ସନ୍ଥ କାହାକୁ ବାଧ୍ୟ କରନ୍ତି ନାହିଁ ଯେ ତୁମେ ଆମ ପ୍ରତି ଶ୍ରଦ୍ଧା କର। ଶ୍ରଦ୍ଧା କରିବା ଓ ନ କରିବାରେ ମନୁଷ୍ୟ ସ୍ୱତନ୍ତ୍ର। ସେ ଶାସ୍ତ୍ର ଓ ସନ୍ଥଙ୍କ ବଚନ ଶ୍ରଦ୍ଧା କଲେ ତା ପାଇଁ ସେ ତତ୍ତ୍ୱ ଶ୍ରଦ୍ଧାର ବିଷୟ, ଓ ଶ୍ରଦ୍ଧା ନ କଲେ ତା ପାଇଁ ସେ ତତ୍ତ୍ୱ ଶ୍ରଦ୍ଧାର ବିଷୟ ନୁହେଁ। ଏହା ଚିରନ୍ତନ। କୌଣସି ସମୟରେ ଏହା ଯେ ରହେ ନାହିଁ, ଏକଥା ନୁହେଁ, ଅର୍ଥାତ୍ ଏହା ସର୍ବଦା ରହେ। ଏ ଅବିନାଶୀ ଅପ୍ରମେୟ ନିତ୍ୟ ଶରୀରର ସତ୍ତା ସଂସାରରେ ଅର୍ଥାତ୍ ଯେତେ ଶରୀର ଅଛି ସେଗୁଡ଼ିକୁ ଅନ୍ତଯୁକ୍ତ କୁହାଯାଇଛି। ଅନ୍ତଯୁକ୍ତ କହିବାର ତାତ୍ପର୍ଯ୍ୟ ହେଉଛି ସେଗୁଡ଼ିକ ପ୍ରତିକ୍ଷଣ ଅନ୍ତ ହେଉଛି। ଅନ୍ତ ଛଡ଼ା ସେଗୁଡ଼ିକର ଆଉ କିଛି ନାହିଁ, କେବଳ ଅନ୍ତ ହିଁ ସାର। ଉପଯୁକ୍ତ ପଦମାନଙ୍କରେ ଶରୀର ପାଇଁ ଏକବଚନ ଏବଂ ଶରୀର ପାଇଁ ବହୁବଚନ ବ୍ୟବହାର ହୋଇଛି। ଏହାର ପ୍ରଥମ କାରଣ ହେଉଛି ପ୍ରତ୍ୟେକ ପ୍ରାଣୀର ସ୍ଥୂଳ, ସୂକ୍ଷ୍ମ ଓ କାରଣ ତିନୋଟି ଶରୀର ଅଛି। ଦ୍ୱିତୀୟ କାରଣ ହେଉଛି ସଂସାରରେ ସମସ୍ତ ଶରୀରର ଗୋଟିଏ ଶରୀର ପରିବ୍ୟାପ୍ତ। ଏ ଶରୀର ଅବିନାଶୀ ଓ ଏହାର ତତ୍କ୍ଷାତୀତ ସମସ୍ତ ଶରୀର ନାଶବାନ। ଅବିନାଶରେ ଯେପରି କି ବିନାଶ କରିପାରେ ନାହିଁ, ସେପରି ନାଶବାନକୁ କେହି ଅବିନାଶ କରିପାରିବେ ନାହିଁ। ନାଶବାନର ବିନାଶଲତା ନିତ୍ୟ ରହିବ, ଅର୍ଥାତ୍ ତାହାର ଆବଶ୍ୟ ବିନାଶ ହେବ। ଯେଉଁ ମନୁଷ୍ୟ ଅବିନାଶୀ ଶରୀରକୁ ହତ୍ୟାକାରୀ ମନେକରେ ଏବଂ ଯିଏ ଏହାକୁ ମରଣଶୀଳ ମନେକରେ, ସେ ଦୁହେଁ ଏହାକୁ ଜାଣନ୍ତି ନାହିଁ, କାରଣ ଏ ମାରେ ନାହିଁ କି ମରେ ନାହିଁ। ଏ ଶରୀରକୁ ଯିଏ ହତ୍ୟାକାରୀ ମନେକରେ, ସେ ଠିକ୍ ଜାଣେ ନାହିଁ, କାରଣ ଶରୀରରେ କର୍ତ୍ତାପଣ ନାହିଁ। କୌଣସି କାରିଗର ଯେତେ ଚତୁର ହୋଇଥାଉ ନା କାହିଁକି, ଯନ୍ତ୍ରପାତି ବିନା ଯେପରି ସେ କୌଣସି କାର୍ଯ୍ୟ କରିପାରେ ନାହିଁ, ସେପରି ଶରୀର ବିନା ସ୍ୱୟଂ କିଛି କରିପାରେ ନାହିଁ। ତ୍ରୟୋଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ସବୁ କ୍ରିୟା ପ୍ରକୃତି ଦ୍ୱାରା ହେଉଛି ବୋଲି ଯିଏ ଅନୁଭବ କରେ, ସେ ଶରୀରର ଅକର୍ତ୍ତାପଣକୁ ଅନୁଭବ କରେ। ତାତ୍ପର୍ଯ୍ୟ ହେଲା ଶରୀରଠାରେ କର୍ତ୍ତୃତ୍ୱ ନାହିଁ, କିନ୍ତୁ ଶରୀର ସହିତ ତାଦାତ୍ମ୍ୟ କରି ସମ୍ବନ୍ଧ ଯୋଡ଼ି ଏ ନିଜକୁ ଶରୀର ଦ୍ୱାରା ଅନୁଷ୍ଠିତ କ୍ରିୟାର କର୍ତ୍ତା ମନେକରେ। ଶରୀର ସହିତ ନିଜର ସମ୍ବନ୍ଧ ନ ଯୋଡ଼ିଲେ ଶରୀର କୌଣସି କ୍ରିୟାର କର୍ତ୍ତା ନୁହେଁ। ଯିଏ ଏହାକୁ ମରଣଶୀଳ ମନେକରେ, ସେ ମଧ୍ୟ ଏହାକୁ ଠିକ୍ ଜାଣେ ନାହିଁ। ଯେପରି ଶରୀର ବିନାଶକାରୀ ନୁହେଁ, ସେପରି ବିନାଶଶୀଳ ମଧ୍ୟ ନୁହେଁ, କାରଣ ଏଠାରେ କେବେ କୌଣସି ବିକୃତି ଦେଖାଯାଏ ନାହିଁ। ଯେଉଁଠାରେ ବିକୃତି ଆସେ, ପରିବର୍ତ୍ତନ ହୁଏ, ଅର୍ଥାତ୍ ଯେ ଉତ୍ପତ୍ତି ବିନାଶଶୀଳ, ସେ ହିଁ ମରିପାରେ। ଏଠାରେ ପ୍ରଶ୍ନ ଉଠେ ଯେ ଯିଏ ଶରୀରକୁ ହତ୍ୟା କରି ମରଣଶୀଳ ଉଭୟ ମନେକରେ, ସେ କ'ଣ ଏକଥା ଠିକ୍ ଜାଣେ? ଏହାର ଉତ୍ତର ହେଲା ସେ ମଧ୍ୟ ଠିକ୍ କଥା ଜାଣେ ନାହିଁ। ଏ ଶରୀର ବାସ୍ତବରେ ଏପରି ନୁହେଁ। ଏହା ନାଶକାରୀ ନୁହେଁ କି ନଷ୍ଟଶୀଳ ମଧ୍ୟ ନୁହେଁ। ଏହା ନିର୍ବିକାର ରୂପେ ଅନୁକ୍ଷଣ ଯଥାବତ ରହେ। ସୁତରାଂ ଏ ଶରୀର ପାଇଁ ଶୋକ କରିବା ଅନୁଚିତ। ଅର୍ଜୁନଙ୍କ ସମ୍ପର୍କରେ ଯୁଦ୍ଧର ପ୍ରସଙ୍ଗ ଥିବାରୁ ଏଠି ଶରୀରକୁ ମାରିବା କ୍ରିୟାରୁ ରହିତ ବୋଲି କୁହାଯାଇଛି। ବସ୍ତୁତଃ ଏ ସମସ୍ତ କ୍ରିୟାରୁ ରହିତ। ଏ ଶରୀର କେବେ ଜନ୍ମ ହୁଏ ନାହିଁ କି ମରେ ନାହିଁ, ତଥା ଏହାର ଉତ୍ପନ୍ନ ହୋଇ ପୁନର୍ବାର ହୁଏ ନାହିଁ।
यह जन्म रहित नित्य शाश्वत और पुराण अर्थात अनादि अटे। शरीर को मारिदेले मध्य ए मरे नहीं। शरीर में 6टी विकार हुए अर्थात उत्पन्न होगा, सत्तावान देखा, बदलिबा, बढ़िबा, क्षय होगा, विनाश होगा। भगवान श्लोक कहते ये शरीर 6 विकार रहित। शरीर उत्पन्न होगा पर शरीर केबे उत्पन्न हो नहीं, यह शाश्वत। शरीर को निजर अंश बोली कही भगवान यहाँ सनातन कहते ये शरीर कदापि मरे नहीं। जी जन्म हुए से मरे। जोपरी पिंड प्राणर वियोग हुए से नियतर प्रयोग हुए। शरीर में पिंड और प्राणर वियोग हुए किंतु शरीर में संजोग विजोग हुए नहीं, यह अक्षीण रहे, यार केबे मरण हुए नहीं। विकार गुड़िक मध्य जन्म और मृत्यु ए दुईटी विकार मुख्य। तेणु भगवान शरीर को विकार रहित बोली दुई थर कहते। ये अविनाशी नित्य तत्व केवल उत्पन्न हो पुनश्च हुए नहीं, अर्थात यह स्वतः निर्विकार। जपर गर्भ संचार है शिशुर सत्ता हुए से गर्भ को न आसे पर्यंत तार सत्ता कहीं मानिपारे नहीं जे एक शिशु। तात्पर्य है संचार होगापर जा शिशुर सत्ता हुए, कारण से विकार सत्तार आदि और अंत अच्छी, किंतु ये नित्य तत्व सत्ता स्वतः शुद्ध और निर्विकार। ये अविनाशी सत्तार आदि और अंत नहीं। ए शरीर केबे जन्म हुए नहीं, तेणु यहाँ अंत जन्म रहित बोली कहुए। ए शरीर चिरस्थायी, तेणु केबे अवक्षय हुए नहीं। अस्थायी अनित्य वस्तु ही अवक्षय हुए। अधा परिमाण बीतला पर शरीर क्षय होगा लगे, बल इंद्रिय मान शक्ति कमिया लगे। एभली शरीर इंद्रिय अंतकरण इत्यादि अवक्षय हुए, किंतु शरीर अवक्षय हुए नहीं। यही नित्य तत्व केवल तिले मात्र भी न्यूनता आसे नहीं। यह नित्य तत्व निरंतर एक रूप एक प्रकार रहे, एथिरे अवस्था परिवर्तन हुए नहीं, अर्थात यह केवल बदले नहीं, बदलबार योग्यता भी एथिरे नहीं। यह अविनाश तत्व पुराण अर्थात पुरातन अर्थात अनादि अटे। यह तत्व एत पुरातन जे यह केवल सृष्टि हुए नहीं। उत्पन्नशील वस्तुगुड़िक क्षेत्र में देखा जाए जो वस्तु पुराणा हो जाए ता वर्धित हुए नहीं, बरং नष्ट होगा लगे, किंतु यह अनुत्पन्न तत्व ए बुद्धिरूपक विकार संभव किपरि? केवल उत्पन्नशील वस्तु ही बुद्धिरूपक विकार हुए। यह नित्य तत्व विकार हुए नहीं। शरीर विनाश ये अविनाशी शरीर विनाश हुए नहीं। एटा शरीर पद प्रयोग उद्देश्य है ये शरीर नष्टशील। ए नष्टशील शरीर ही 6टी विकार हुए, शरीर नुहे। ये पद मान भगवान शरीर और शरीर जपर स्पष्ट वर्णना कर स्पष्ट वर्णना गीतार अन्य कौन स्थान होना। अर्जुन युद्धर कुटुंब मान मरण होगा संगे बहुत शोक करुले। से शोक दूर कर भगवान कहते शरीर मृत्यु है शरीर मृत्यु हुए नहीं, अर्थात यार अभाव हुए नहीं, तेणु शोक करने अनुचित। आमर तो स्वयं शरीर और शरीर स्वभाव संपूर्ण भिन्न। आम शरीर सहित लिप्त नहूँ कि जड़ित नहूँ, कि शरीर आम सहित लिप्त नुहे कि जड़ित नुहे। मैंने शरीर न रही आमर कौन क्षति हे नहीं। आज पर्यंत आम अनेक शरीर धारण कर छाड़ी सारे, हेल्ले आम सत्तार कौन पार्थक्य आसी कि आमर किसी क्षति होती कि आम यथावत रही। सेपरि ए शरीर नष्ट होगले आम यथावत रहा। हस्त पद नासिका आदि जपरि शरीर रंग शरीर तो स्वयं शरीर अर्थात स्वयं से अंग नुहे। जहाँ प्रवाहमान विकारी ता अंग हो न पारे। कफ मूत्र आदि प्रवाहमान हो घा बथ आदि विकारी होपर जपर सेगुड़िक शरीर अंग नुहति, सेपरि शरीर प्रवाहमान अर्थात परिवर्तनशील और विकारी होकर शरीर अंग नुहे। ये पृथानंदन जो मनुष्य ये शरीर को अविनाशी नित्य जन्म रहित अव्यय बोली जाने, से किपरि काहाको मारिबो किपरि काहाको मराइबो। ये शरीर केबे नाश हुए नहीं, एथिरे केबे परिवर्तन हुए नहीं, यह केबे जन्म हुए नहीं कि एथिरे केबे कौन प्रकार न्यूनता आसे नहीं। यह जे ठीक भाव अनुभव करे से पुरुष काहाको किपरि मारिबो किपरि मराइबो, अर्थात अन्य को मारिबा और मराइबारे से पुरुषर प्रवृत्ति हो पारे नहीं। से कौन क्रियार कर्ता बा रचयिता हो न पारे। एठार भगवान शरीर को अविनाशी और नित्य अज अव्यय बोली कही या 6टी विकार रहित बोली कहते। तथा अविनाशी कही मृत्युरूपक विकार, नित्य कही अवस्थान्तर और वर्धन रूपक विकार, अज कही जन्म और मृत्युर परवर्ती सत्ता रूपक विकार, अव्यय कही क्षय रूपक विकार रहित बोली कहते। कौन क्रिया जो शरीर में लेश मात्र कौन विकार हुए नहीं। ये पदगुड़िक जदि शरीर को कर्ता हाथ हत्या कर कर्म हत नहीं बोली कहवा भगवान को उद्देश्य था, तेज करवा और कराइबा कथा न कही से मरिबा मारिबा कथा कहीं कहले। यार उत्तर है युद्ध प्रसंग हो शरीर हत्या करने बोली कहवा आवश्यक, कारण ए कर्तापण नहीं। जदि शरीर हत्या करने कर्ता हो पारे नहीं, तेज
ତେବେ ଏହା ନିହତର ବିଷୟ ତଥା କ୍ରିୟାର ବିଷୟ କିପରି ହୋଇପାରିବ? ତାତ୍ପର୍ଯ୍ୟ ହେଲା, ଶରୀରରେ କୌଣସି କ୍ରିୟାର କର୍ତ୍ତା ଓ କର୍ମ ହୋଇପାରେ ନାହିଁ। ସୁତରାଂ ହତ୍ୟା କରିବାରେ ହତ ହେବାର ଶୋକ କରିବା ଅନୁଚିତ, ବରଂ ଶାସ୍ତ୍ର ଆଜ୍ଞା ଅନୁସାରେ ପ୍ରାପ୍ତ କର୍ତ୍ତବ୍ୟ ପାଳନ କରିବା ଉଚିତ। ଜୀର୍ଣ୍ଣ ବସ୍ତ୍ରଗୁଡ଼ିକ ପରିତ୍ୟାଗ କରି ମନୁଷ୍ୟ ଯେପରି ନୂତନ ବସ୍ତ୍ର ପରିଧାନ କରେ, ଠିକ୍ ସେପରି ଦେହି ପୁରାତନ ଶରୀର ତ୍ୟାଗ କରି ଅନ୍ୟ ନୂତନ ଶରୀରକୁ ଚାଲିଯାଏ। ଦେହାନ୍ତର ପ୍ରାପ୍ତି ବିଷୟରେ ଧୀର ପୁରୁଷମାନେ ଶୋକ କରନ୍ତି ନାହିଁ। ସେ କଥାକୁ ଏବେ ଉଦାହରଣ ଦେଇ ସ୍ପଷ୍ଟ ରୂପେ କହୁଛନ୍ତି ଯେ, ଯେପରି ପୁରାତନ ବସ୍ତ୍ର ପରିବର୍ତ୍ତନ କଲେ ମନୁଷ୍ୟର ଶୋକ ହୁଏ ନାହିଁ, ସେପରି ଶରୀରରେ ପରିବର୍ତ୍ତନ ହେଲେ ମଧ୍ୟ ଶୋକ ହେବା ଅନୁଚିତ। ମନୁଷ୍ୟମାନେ ହିଁ ବସ୍ତ୍ର ପରିବର୍ତ୍ତନ କରନ୍ତି, ପଶୁପକ୍ଷୀ କରନ୍ତି ନାହିଁ। ତେଣୁ ଏଠାରେ ବସ୍ତ୍ର ପରିବର୍ତ୍ତନ ଉଦାହରଣରେ ନବ ପଦ ଦେଇଛନ୍ତି। ଏଠାରେ ନର ପଦଟି ମନୁଷ୍ୟର ବାଚକ ଏବଂ ଏଥିରେ ସ୍ତ୍ରୀ, ପୁରୁଷ, ବାଳକ, ବାଳିକା, ଯୁବକ, ବୃଦ୍ଧ ସମସ୍ତେ ଅନ୍ତର୍ଭୁକ୍ତ। ମନୁଷ୍ୟ ପୁରାତନ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ଧାରଣ କଲା ପରି ଏହି ଦେହୀ ଜୀର୍ଣ୍ଣ ଶରୀରମାନଙ୍କୁ ତ୍ୟାଗ କରି ନୂତନ ଶରୀର ଧାରଣ କରେ। ପୁରୁଣା ଶରୀର ଛାଡ଼ିବାକୁ ମୃତ୍ୟୁ କହନ୍ତି, ନୂଆ ଶରୀର ଧାରଣ କରିବାକୁ ଜନ୍ମ କହନ୍ତି। ପ୍ରକୃତି ସହିତ ସମ୍ବନ୍ଧ ଥିବା ପର୍ଯ୍ୟନ୍ତ ଦେହୀ ପୁରୁଣା ଶରୀର ପରିତ୍ୟାଗ କରି କର୍ମ ଅନୁସାରେ ବା ଅନ୍ତକାଳୀନ ଚିନ୍ତନ ଅନୁସାରେ ନୂଆ ନୂଆ ଶରୀର ପାଉଥାଏ। ଯେପର୍ଯ୍ୟନ୍ତ ଶରୀରକୁ ନିଜ ବାସ୍ତବିକ ସ୍ୱରୂପରେ ଯଥାର୍ଥ ବୋଧ ହୁଏ ନାହିଁ, ସେ ପର୍ଯ୍ୟନ୍ତ ଶରୀର ଅନ୍ତକାଳ ପର୍ଯ୍ୟନ୍ତ ଶରୀର ଧାରଣ କରୁଥାଏ। ଅଦ୍ୟାବଧି ସେ କେତେ ଯେ ଶରୀର ଧାରଣ କଲାଣି, ତାର ଗଣନା ଅସମ୍ଭବ। ଏକଥାକୁ ଲକ୍ଷ୍ୟ ରଖି ବହୁବଚନ ପଦ ବ୍ୟବହାର କରାଯାଇଛି, ଯଥା ସକଳ ଜୀବଙ୍କୁ ଲକ୍ଷ୍ୟ କରିବା ପାଇଁ ଏଠାରେ ଦେହୀ ପଦ ପ୍ରଯୁକ୍ତ ହୋଇଛି। ଏ ଶ୍ଲୋକର ପୂର୍ବାର୍ଦ୍ଧରେ ଜୀର୍ଣ୍ଣ ବସ୍ତ୍ର ଓ ଉତ୍ତରାର୍ଦ୍ଧରେ ଜୀର୍ଣ୍ଣ ଶରୀର କଥା କହିଛନ୍ତି। ଜୀର୍ଣ୍ଣ ବସ୍ତ୍ରର ଦୃଷ୍ଟାନ୍ତ ଶରୀର କ୍ଷେତ୍ରରେ କିପରି ଲାଗୁ ହେବ? କାରଣ ଶିଶୁ ଓ ଯୁବକମାନଙ୍କ ଶରୀର ମଧ୍ୟ ମରିଯାଏ, କେବଳ ବୃଦ୍ଧମାନଙ୍କର ଜୀର୍ଣ୍ଣ ଶରୀର ଯେ ମରିଯାଏ ଏକଥା ତ ନୁହେଁ। ଏହାର ଉତ୍ତର ହେଉଛି, ଆୟୁ ସରିଗଲେ ଶରୀର ମରେ ଏବଂ ଆୟୁ ସମାପ୍ତି ହେବା ପରେ ଅର୍ଥ ଶରୀର ଜୀର୍ଣ୍ଣ ହେବା। ଶରୀର ଶିଶୁର ହେଉ, ଯୁବକର ହେଉ ବା ବୃଦ୍ଧର ହେଉ, ଆୟୁ ସରିଲେ ସେସବୁକୁ ଜୀର୍ଣ୍ଣ କୁହାଯିବ। ଏ ଶ୍ଲୋକରେ ଭଗବାନ ଯଥା ଓ ଯଥାପଦ ବ୍ୟବହାର କରି କହିଛନ୍ତି ଯେ, ମନୁଷ୍ୟ ପୁରାତନ ବସ୍ତ୍ର ଛାଡ଼ି ନୂତନ ବସ୍ତ୍ର ଧାରଣ କଲା ପରି ଦେହୀ ପୁରାତନ ଶରୀର ଛାଡ଼ି ନୂତନ ଶରୀରକୁ ଚାଲିଯାଏ। ଏଠାରେ ଏକ ସନ୍ଦେହ ହେଉଛି, ଯେପରି କୁମାର, ଯୁବକ, ବୃଦ୍ଧ ଅବସ୍ଥା ଆପେ ଆପେ ହୁଏ, ସେପରି ଦେହାନ୍ତର ପ୍ରାପ୍ତି ମଧ୍ୟ ଆପେ ଆପେ ହୁଏ। ତେଣୁ ଏଠାରେ ଯଥାର୍ଥ ଯେପରି ତଥାର୍ଥ ସେପରି କହିବା ଯଥାର୍ଥ। କିନ୍ତୁ ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ଧାରଣ କରିବାରେ ମନୁଷ୍ୟର ସ୍ୱତନ୍ତ୍ରତା ଥିବା ବେଳେ ପୁରୁଣା ଶରୀର ଛାଡ଼ି ନୂଆ ଶରୀର ଧାରଣ କରିବାରେ ଦେହୀର ସ୍ୱତନ୍ତ୍ରତା ନାହିଁ। ତେଣୁ ଏଠାରେ ଯଥା ଓ ତଥାପଦ ପ୍ରୟୋଗର ଯଥାର୍ଥତା କ'ଣ? ଏହାର ସମାଧାନ ହେଲା, ଏଠାରେ ସ୍ୱତନ୍ତ୍ରତା ପରତନ୍ତ୍ର କଥା କହିବା ଭଗବାନଙ୍କ ଉଦ୍ଦେଶ୍ୟ ନୁହେଁ, ବରଂ ଶରୀରର ବିୟୋଗରେ ହେଉଥିବା ଶୋକ ଦୂର କରିବା ତାଙ୍କର ଉଦ୍ଦେଶ୍ୟ। ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ଧାରଣ କଲେ ମଧ୍ୟ ଯେପରି ବସ୍ତ୍ର ଧରି ଅପରିବର୍ତ୍ତିତ ରହେ, ସେପରି ପୁରୁଣା ଶରୀର ଛାଡ଼ି ନୂଆ ଶରୀରକୁ ଗଲେ ମଧ୍ୟ ଦେହୀ ନିର୍ଲିପ୍ତ ରୂପେ ଅପରିବର୍ତ୍ତିତ ରହେ। ସୁତରାଂ ଶୋକ କରିବାର କୌଣସି କାରଣ ନାହିଁ। ଏ ଦୃଷ୍ଟିରୁ ଉକ୍ତ ଦୃଷ୍ଟାନ୍ତଟି ଯୁକ୍ତିଯୁକ୍ତ। ଅନ୍ୟ ଏକ ସନ୍ଦେହ ହେଲା, ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ଧାରଣ କଲେ ସୁଖ ମିଳେ, କିନ୍ତୁ ପୁରୁଣା ଶରୀର ଛାଡ଼ି ନୂଆ ଶରୀର ଧାରଣ କଲେ ଦୁଃଖ ହୁଏ। ତେଣୁ ଏଠାରେ ଯଥା ଓ ତଥାପଦ କିପରି ପ୍ରଯୁଜ୍ୟ? ଏହାର ସମାଧାନ ହେଲା, ଶରୀରର ମୃତ୍ୟୁରେ ଯେଉଁ ଦୁଃଖ ହୁଏ, ତାହା ପ୍ରକୃତରେ ମୃତ୍ୟୁ ଯୋଗୁଁ ହୁଏ ନାହିଁ, ବରଂ ବଞ୍ଚିବାର ଇଚ୍ଛା ଯୋଗୁଁ ହୁଏ। ମୁଁ ବଞ୍ଚି ରହେ, ଏ ଭିତରେ ଏପରି ବଞ୍ଚିବାର ଇଚ୍ଛା ଥାଇ ମରିବାକୁ ପଡ଼ିଲେ ଦୁଃଖ ହୁଏ। ତାତ୍ପର୍ଯ୍ୟ ହେଲା, ମନୁଷ୍ୟ ଶରୀର ସଙ୍ଗେ ଏକାତ୍ମତା କରି ନେଇଥିବାରୁ ଶରୀରର ମୃତ୍ୟୁକୁ ନିଜର ମୃତ୍ୟୁ ବୋଲି ଭାବି ଦୁଃଖୀ ହୁଏ। ମାତ୍ର ଶରୀର ସଙ୍ଗେ ଯିଏ ନିଜର ଏକାତ୍ମତା କରେ ନାହିଁ, ମୃତ୍ୟୁରେ ତାକୁ ଦୁଃଖ ହୁଏ ନାହିଁ, ବରଂ ଆନନ୍ଦ ମିଳେ। ବସ୍ତ୍ର ସଙ୍ଗେ ମନୁଷ୍ୟ ନିଜର ଏକାତ୍ମତା କରି ନଥିବାରୁ ବସ୍ତ୍ର ବଦଳାଇଲେ ତାକୁ ଦୁଃଖ ହୁଏ ନାହିଁ। ସେହି କ୍ଷେତ୍ରରେ ତାର ବିବେକ ସ୍ପଷ୍ଟ ଜାଗ୍ରତ ରହେ ଯେ, ମୁଁ ଏବଂ ବସ୍ତ୍ର ଦୁହେଁ ଭିନ୍ନ ଭିନ୍ନ। ପରନ୍ତୁ ଗୋଟିଏ ଶିଶୁର ପୁରୁଣା ବସ୍ତ୍ର ବଦଳାଇ ତାକୁ ନୂଆ ବସ୍ତ୍ର ପିନ୍ଧାଇଲେ ସେ କାନ୍ଦେ। ଶିଶୁର ମୂର୍ଖତା ଅଜ୍ଞାତ ଯୋଗୁଁ ହିଁ ତାର ଏପରି ଦୁଃଖ ହୁଏ। ଏ ମୂର୍ଖତା ଦୂର କରିବା ପାଇଁ ଭଗବାନ ଏଠାରେ ଯଥା ତଥା ପଦ ସହିତ ବସ୍ତ୍ରର ଉଦାହରଣ ଦେଇଛନ୍ତି। ଏଠାରେ ବସ୍ତ୍ର ଧାରଣ କରିବାରେ ତ ଭଗବାନ ଗୃହ ଶାନ୍ତି ଅର୍ଥାତ୍ ଧାରଣ କରେ ପଦ ବ୍ୟବହାର କରିଛନ୍ତି, କିନ୍ତୁ ଶରୀର ଧାରଣ କରିବାରେ ସଂଜାତି ଅର୍ଥାତ୍ ଯାଏ ପଦ ବ୍ୟବହାର କରିଛନ୍ତି। ଏପରି କ୍ରିୟାଭେଦ କାହିଁ କରିଛନ୍ତି? ଲୌକିକ ଦୃଷ୍ଟିରୁ ଅଜ୍ଞାତ ଦୃଷ୍ଟିରୁ ଏପରି ଜଣାପଡ଼େ ଯେ, ମନୁଷ୍ୟ ନିଜ ସ୍ଥାନରେ ରହି ବସ୍ତ୍ର ପରିବର୍ତ୍ତନ କରେ, କିନ୍ତୁ ଦେହାନ୍ତର ପ୍ରାପ୍ତି ହେଲେ ଦେହୀକୁ